प्रभु ना धन्यवाद। प्रेज द लॉर्ड। हालेलुया हालेलुया। प्रभु गोटे दिन ठारू आज गोटे दिन ठारू आज प्रभुंकर दास से सेवा कार्य निमंते वर्तमान से गौरव निमंते से प्रशंसा निमंते से महिमा निमंते उपस्थित कहते प्रभु नाम विशेष धन्यवाद दूँ। उपस्थित प्रत्येक प्रभु दास प्रभु दास दासी विश्वासी विश्वासी समस्त प्रेज द लॉर्ड। वर्तमान आम मैंने प्रभु गौरव निमंते वर्तमान बसीचु। वर्तमान आम प्रभुंर वाक्य शुणवा निमंते प्रथम आम प्रभु निकट में नीरव रहार आवश्यक। प्रभु ठारे आनंद करने आवश्यक। प्रभु ठारे प्रशंसा करने आवश्यक। वर्तमान आमने आरंभ करवा जीवा समस्त नीरवता रक्षा करी प्रभु ठारे आनंद करवा। वर्तमान आसंते आमने आरंभ करवा। प्रेज द लॉर्ड। हालेलुया हालेलुया हालेलुया। आसंते प्रभु ठारे आमने प्रशंसा करवा। हालेलुया 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 हालेलुया। Praise the Lord. Hallelujah. 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 Praise the Lord. 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 धन्यवाद 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 प्रभु पवित्र ओ राजा परमेश्वर हमें पाप क्षमा परित्राण देता प्रभु। धन्यवाद 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 आज विराधना सब प्रभु धन्यवाद दया कर आत्मिक जीवन ढाड़ी प्रभु आत्मिक दया कर प्रत्येक प्राणी तुम्हें आशीष प्रदान कर। हालेलुया 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 हालेलुया। धन्यवाद 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 मंगलमय नित्य ईश्वर तुम्हारे धन्यवाद नित्य परमेश्वर ओ देवेश्वर गौरव पाया ओ महिमान्वित ईश्वर। हालेलुया 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 धन्यवाद धन्यवाद गौरव महिमा पूजा बंदारा मान मध्य बुड्रिंग पास्टर अच्छा बालक आज्ञा से प्रार्थना आगे
ধন্যবাদ 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 প্রভু যীশু তোমার পবিত্র নামକୁ ধন্যবাদ দেଉଛୁ ତୁମର ଧନ୍ୟବାଦ ଦେଉଛୁ ତୁମର ଗୌରବ କରୁଛୁ ପ୍ରଶଂସା କରୁଛୁ ସ୍ତୁତି କରୁଛୁ ବନ୍ଦନା କରୁଛୁ ସେ ସମସ୍ତ ତୁମେ ପାଇବାର ଯୋଗ୍ୟବନ୍ତ ପରମେଶ୍ୱର ଏଥିପାଇଁ ଧନ୍ୟବାଦ ହାଲେଲୁୟା ଉଦାରବାଣୀ ଶାଖାବାରବାଣୀ କୁଦାରବାଣୀ ଖାଲରବା ଥଲରବା ରବାନ୍ଦାରବାଣୀ ଖାଲରବା ରବା ପୁରାବାଣୀ ଶାଖାବାରବାଣୀ କୁଦାରବାଣୀ ଖାଲରବା ଥଲରବା ରବାନ୍ଦାରବାରବାଣୀ ଖାଲରବା ପ୍ରଭୁ ତୁମ ନାମରେ ଧନ୍ୟବାଦ 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 କରୁଛୁ ତୁମେ ଆମମାନଙ୍କୁ ପ୍ରେମ କରୁଛ ଦୟା କରୁଛ ଅନୁଗ୍ରହ କରୁଛ ପ୍ରଭୁ ଯୀଶୁ ସେ କିଛି ଦିନ ହେଲାଣି ପ୍ରଭୁ ଯୀଶୁ ଗତ ଓ ପ୍ରଭୁ 9 ତାରିଖରୁ ବର୍ତ୍ତମାନ ପ୍ରଭୁ 23 ତାରିଖ ପର୍ଯ୍ୟନ୍ତ ତୁମର ପ୍ରିୟ ଦାସଙ୍କୁ ପ୍ରଭୁ ଯୀଶୁ ଓ ମନା ଅଞ୍ଚଳକୁ ଆଣି ଓ ପ୍ରଭୁ ମନା ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯିବା ପାଇଁ ତୁମେ ତାଙ୍କୁ ସାହାଯ୍ୟ କରିଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ 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 ତୁମେ ମହତ୍ ମହତ୍ କାର୍ଯ୍ୟମାନ ସାଧନ କରୁଅଛ ପ୍ରଭୁ ଅନେକ ଶକ୍ତିର ବାକ୍ୟ ତୁମେ ଦେଇ ପ୍ରଭୁ ପ୍ରତ୍ୟେକଙ୍କୁ ଉତ୍ସାହିତ କରୁଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ ପଡ଼ିଥିବା ଲୋକମାନଙ୍କୁ ଉଠଉଛ ରହିଥିବା ଲୋକମାନଙ୍କୁ ଧରିଛ ସେ ବାକ୍ୟ ଦ୍ୱାରା ତୁମେ ସବଳ କରୁଛ ପ୍ରଭୁ ଏଥିପାଇଁ ଧନ୍ୟବାଦ ଆଉ ବିଶିଷ୍ଟ କାମ ପ୍ରଭୁ ବିଶେଷ ଭାବରେ ପବିତ୍ର ଆତ୍ମାରେ ଆମମାନଙ୍କୁ ପରିପୂର୍ଣ୍ଣ କରୁଛ ଆତ୍ମିକ ଦାନ ତୁମେ ଆମମାନଙ୍କୁ ପ୍ରଦାନ କରୁଛ ଏଥିପାଇଁ ଧନ୍ୟବାଦ ଦେଉଛ ପ୍ରଭୁ ଉଦାରବାରୀ ଶାଖାବାରବାରୀ କୁଦାରବାରୀ ଖାନ୍ଦାରବାରୀ ଖାଲରବାରବାରୀ ଖାଲରବାରବା ପୁରାବାରୀ ଶାଖାବାରବାରୀ କୁଦାରବାରୀ ଖାନ୍ଦାରବାରୀ ଖାଲରବାରବା ଆମମାନଙ୍କୁ ତୁମେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର ପ୍ରଭୁ ଯୀଶୁ ଆତ୍ମିକ ଦାନ ଆମମାନଙ୍କୁ ଦିଅ ପ୍ରଭୁ ଯୀଶୁ ତୁମେ ଦୟା କର ଯେଉଁ ଆହ୍ୱାନରେ ତୁମେ ଆହ୍ୱାନ କରିଛ ଆହ୍ୱାନର ଯୋଗ୍ୟ ଆଚରଣ କରିବା ପାଇଁ ତୁମେ ଆମମାନଙ୍କୁ ତୁମେ ସାହାଯ୍ୟ କର ପ୍ରଭୁ ଯୀଶୁ ଦୟା କର ଦୟା କର ଦୟା କର ଉଦାରବାଣୀ ଶାଖାବାରବାରୀ କୁଦାରବାରୀ ଖାଲରବା ଖାଲି ଆମେ ପରିତ୍ରାଣ ପାଇ ଯଥେଷ୍ଟ ନାହିଁ ଆମମାନଙ୍କର ପ୍ରତ୍ୟେକ ଭାଇ ବନ୍ଧୁମାନେ ଅଛନ୍ତି ଏବଂ ସାଙ୍ଗସାଥୀ ଲୋକମାନେ ଅଛନ୍ତି ସେମାନେ ପରିତ୍ରାଣ ପାଇନାହାନ୍ତି ପ୍ରଭୁ ଯୀଶୁ ସେମାନେ ଯେମିତିକି ପାଇବାକୁ ହବ ସେଥିପାଇଁ ତୁମେ ଦୟା କର ସେପରି ଭାବରେ ତୁମେ ଆମମାନଙ୍କୁ ବ୍ୟବହାର କର ଆମମାନଙ୍କୁ ତୁମେ ଶକ୍ତି ଦିଅ ପ୍ରଭୁ ଯୀଶୁ ଆମେ ସେମାନଙ୍କ ନିକଟକୁ ଯିବୁ ସେମାନଙ୍କୁ ତୁମର ସେ ପବିତ୍ର ବାକ୍ୟ କହିବୁ ସେମାନଙ୍କର ହୃଦୟକୁ ବଦଳେଇବୁ ସେମାନଙ୍କର ଆତ୍ମାକୁ ଆମେ ଜିଣି ପାରିବୁ ଏଥିପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର ହାଲେଲୁୟା ହାଲେଲୁୟା ରୁଖାବାରୀ ଶାଖାବାରବା ପୁରାବାରୀ ଶାଖାବାରବାରୀ କୁଦାରବାରୀ ଖାଲରବାରବା ପ୍ରଭୁ ଦୟା କର ଦୟା କର ଦୟା କର ଛାଡ଼ ନେଇକି ପରିତ୍ୟାଗ କର ନାହିଁ ପ୍ରଭୁ ଯୀଶୁ ତୁମେ ଦୟା କର ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଓ ପ୍ରଭୁ ଯୀଶୁ ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଓ ପ୍ରଭୁ ମୁକ୍ତିନଗର ରଖିଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ କରୁଛୁ କାଲି ମଧ୍ୟ ତୁମେ ସୁନ୍ଦର ବାକ୍ୟ କହି ଆମମାନଙ୍କୁ ଉତ୍ସାହିତ କରିଛ ସେ ବାକ୍ୟ ଗୋଟେ ନୂଆ ପ୍ରକାର ଲାଗିଲା ଆମମାନଙ୍କ ଜୀବନରେ ଆମମାନଙ୍କର ଜୀବନକୁ ନୂଆ ଲାଗିଲା ଆମମାନଙ୍କୁ ବଦଳେଇ ଦେଇଛ ଏଥିପାଇଁ ଧନ୍ୟବାଦ ସେଥିପାଇଁ ତ ତୁମ ଦାସଙ୍କୁ ତୁମେ ପଠାଇଛ ପ୍ରଭୁ ତୁମେ ତାଙ୍କର ବଡ଼ ମନୋନୀତ କରି ତୁମେ 9ଟା ଦାନ ଦେଇ ତୁମେ ତାଙ୍କୁ ବ୍ୟବହାର କରୁଛ ଦିନମାନ କରି ଏଥିପାଇଁ ଧନ୍ୟବାଦ ଦେଉଛୁ ତୁମେ ତାଙ୍କୁ ଆହୁରି ଆଶୀର୍ବାଦ ଅନୁଗ୍ରହରେ ପରିପୂର୍ଣ୍ଣ କର ପ୍ରଭୁ ଓ ପ୍ରଭୁ ଯୀଶୁ ମନ ଅଞ୍ଚଳର ପ୍ରତ୍ୟେକ ଓ ପ୍ରଭୁ ପାଷ୍ଟର ଭାଇମାନଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର ପ୍ରଭୁ ଯୀଶୁ ଆମମାନଙ୍କୁ ତୁମେ ଏରି ଅଞ୍ଚଳ ଓ ଦେଶବାସୀକୁ ତୁମେ ଆମର ହାତରେ ତୁମେ ଦେଇଛ ପ୍ରଭୁ ଖାଲି ଆମେ ପରିତ୍ରାଣ ପାଇଲେ ଯଥେଷ୍ଟ ନାହିଁ କିନ୍ତୁ ଆମର ପ୍ରତ୍ୟେକ ଅଛନ୍ତି ପ୍ରଭୁ ସେମାନେ କିଛି ପାଇନାହାନ୍ତି ଅନ୍ଧକାରରେ ଜୀବନ ଯାପନ କରୁଛନ୍ତି ବର୍ତ୍ତମାନ ପ୍ରଭୁ ପରିବାରରେ ମଣ୍ଡଳୀରେ ମଧ୍ୟ ସେପରି ଭାବରେ ପ୍ରଭୁ ସେମାନେ ଯେମିତିକି ଯୋଗ୍ୟ ହୋଇପାରିବେ ସେଥି ନିମନ୍ତେ ତୁମେ ଆଶୀର୍ବାଦ ଅନୁଗ୍ରହ ପ୍ରଦାନ କର ପ୍ରଭୁ ଯୀଶୁ ଧନ୍ୟବାଦ ଦେଉଛୁ ଏତେବେଳେ ଓ ପ୍ରଭୁ ଯୀଶୁ ଗୀତ ପ୍ରଶଂସା ଧନ୍ୟବାଦ ଦେବାକୁ ଆମେ ଯାଉଛୁ ପ୍ରଭୁ ଆମକୁ ତୁମେ ଦୟା କର ଅନୁଗ୍ରହ କର ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରି ଯେଉଁ ବାକ୍ୟ ଆମେ ପ୍ରଭୁ ଯେଉଁ ଗୀତ ଗୁଡ଼ିକ ଆମେ ଗାନ କରିବୁ ସେ ଗୀତ ଯେଭଳି ପ୍ରଭୁ ଉତ୍ତମ ଭାବରେ ତୁମ ନିକଟରେ ପହଞ୍ଚିବ ବାକ୍ୟ ଆମେ ଶୁଣିବୁ ଶୁଣୁ ଶୁଣୁ ପ୍ରଭୁ ସେଦିନ ଦ୍ୱାର ଯେମିତି ଖୋଲା ହେଲା ସେଦିନ ପ୍ରଭୁ ପିତର ବାକ୍ୟ କହୁ କହୁ ଅନେକ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ ସେପରି ଭାବରେ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର ସେ ଭାବରେ ମଧ୍ୟ ଆମମାନଙ୍କୁ ବସିବାକୁ ଦିଅ ପ୍ରଭୁ ଆମେ ଶୁଣିବା ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ଏ ପ୍ରାର୍ଥନା କରୁଅଛୁ Amen. Praise the Lord. Hallelujah. 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 ମତେ ଗୋଟେ ଦିଟା ଗୀତ ଭଲ ବର୍ତ୍ତମାନ ଆମେ ଗୀତ ଗାଇବା ଆସ ଯିବା ଯୀଶୁଙ୍କର ପାଶ ଆସ ଯିବା ଯୀଶୁଙ୍କର ପାଶ ଆମେ ଅଛୁ ଯୀଶୁଙ୍କର
ହାଲେଲୁୟା। ବର୍ତ୍ତମାନ ଆଉ ଟିକେ ଗାଇବା ମୁଁ ତୁମରି ଛୋଟ ବେଶ। ମୁଁ ତୁମରି ଛୋଟ ବେଶ
সদা প্রভু মোর প্রতিপালক, সদা প্রভু মোর
ବର୍ତ୍ତମାନ ପ୍ରଭୁଙ୍କର ଦାସ ଅଛନ୍ତି ଶାମସନ କୁମାର ପାଳ। ପ୍ରଭୁଙ୍କର ଦାସ ସେ ପ୍ରାର୍ଥନାରେ ଆଗେଇବେ। ବାକ୍ୟ ବର୍ତ୍ତମାନ ଦିଆହେବ। पवित्र पराक्रांत नित्य जीवित ईश्वर पुत्र प्रभु जीशु ପୁରାବାଣୀ ସକାଳ तुम नाम को अतिशय धन्यवाद दउछि, प्रशंसा करूछि, गौरव दउछि, स्तुतिवाद करूछि। तुम राजा मान राजा प्रभु प्रभु सैन्याधिपति सदा प्रभु यहोवा जिरि इस्राएल गोष्ठीर विक्रमशाली परमेश्वर रक्तप्रिय युद्धवीर अति भयंकर ईश्वर तुम नाम धन्यवाद। ए शेष काल शेष मुहूर्त प्रभु तुम अपना परिचय दे आमान को आत्मा एवं सत्य उपासना करने ए सुंदर सुजोग देछ प्रभु तुम नाम धन्यवाद। हालेलुया हालेलुया हालेलुया। गत 9 तारिख ठारू आज 23 तारिख पर्यंत तुम सद्भक्त दास पास्टर बेंजामिन बेहरा को गजपति जिला मोहना अंचल प्रभु जिते मंडली अच्छी मंडली गुड़िक परिवर्तन करी मंडली गुड़िक उत्साहित करवा एवं पवित्र आत्मा शक्ति प्रत्येक प्रार्थना करी उद्दीपित करने ओ प्रभु आज सुंदर सुजोग देछ तुम नाम धन्यवाद तुम नाम धन्यवाद तुम नाम धन्यवाद। ए मंडली मुक्तिनगर मंडली जीवित ईश्वर मंडली मुक्तिनगर गत काल ठारू आज पर्यंत प्रभु तुम दास प्रभु गोटे आत्मिक उद्दीपना सभा करी प्रभु प्रत्येक उत्साहित कर प्रभु तद्वारा अनेक लोक मैंने आत्मिक भाव उपकृत होती आम समस्त उपकृत होचु तुम नाम धन्यवाद तुम नाम धन्यवाद तुम नाम धन्यवाद। हालेलुया 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 हालेलुया। हे प्रभु ये तुम दया कर अनुग्रह कर आशीर्वाद कर आम जेपरि शेष निश्वास पर्यंत धैर्य धरी तुम सेवा कर आत्मार सत्य ए निमंते आम प्रत्येक तुम प्रभु आशीर्वाद कर मोर दास भजाउछ पवित्र आत्मा शक्ति महाशक्ति परिपूर्ण करी ओ सुंदर वाक्य गुड़िक परिवेषण करने ऊर्धर जो शक्ति प्रदान कर प्रभु ये वर्तमान समय ओ प्रभु आउ से ओ प्रभु आम को सुंदर वाक्य दे उत्साहित करंतु आम जेपरि प्रत्येक उद्दीपित हेबु एवं से वाक्य को ग्रहण कर पारिबु ए निमंते प्रभु ऊर्धर आशीर्वाद कर आज परिवेश को आत्मिक परिवेश में परिणत कर प्रार्थना शुणिल धन्यवाद दे जीसु ख्रीष्ट नाम मु निवेदन करुछि आमेन। Praise the Lord. Praise the Lord. Hallelujah. 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 प्रभु नाम विशेष धन्यवाद देउछि। Praise the Lord. Hallelujah. Hallelujah. वर्तमान गीत प्रशंसा सही जाइछि। वर्तमान प्रभु दास अछन्ति कोटगुरु बेंजामिन बालक आज्ञा से वर्तमान उठिबे आमानकु प्रभुर वाक्य परिवेषण करियो बोली मु विशेष अनुरोध करूछि। प्रेज द लॉर्ड। हालेलुया हालेलुया। प्रेज द लॉर्ड। Praise the Lord. प्रभुଙ୍କର ଧନ୍ୟବାଦ ହଉ। ଆମେ ଗତକାଲି ଏଠିକି ଆସିଲୁ ମୁକ୍ତିନଗର ଆମଙ୍କର ମଣ୍ଡଳୀରେ ଯଦିବା ସଂଖ୍ୟାରେ ମାନେ ବେଶୀ ନାହୁଁ ତଥାପି ଆମେ ଦେଖୁ ଯେ ଧର୍ମଶାସ୍ତ୍ର ଅନୁସାରେ ବହୁ ସଂଖ୍ୟକ ଲୋକକୁ ପ୍ରଭୁ ଚାହିଁ ନାହାନ୍ତି ମାନେ ଇଂରେଜୀ ଯାହାକୁ କ୍ୱାଣ୍ଟିଟି କୁହାଯାଏ କିନ୍ତୁ ପ୍ରଭୁ କ୍ୱାଲିଟି ଚାହାନ୍ତି ସବୁବେଳେ। ତେଣୁ କହିଲେ ନାହିଁ ଯୋଉଠି 2 ବା 3 ହଜାର ବା 2 ବା 3 ଅୟୁତ 2 ବା 3 ଲକ୍ଷ 2 ବା 3 କୋଟି ଲୋକ ଏକତ୍ର ମୁଁ ସେଇଠି ଅଛି ସେଇ ସୃଷ୍ଟିକର୍ତ୍ତା 2 ବା 3 ଜଣ ଲୋକ Praise the Lord. ଏକତ୍ର ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି କିନ୍ତୁ ସେମାନେ କେମିତି ହବା ଦରକାର କେମିତି ସେମାନେ ପ୍ରଭୁଙ୍କର ଉପାସନା କରିବା ଦରକାର ଆତ୍ମାରେ ସତ୍ୟରେ କରିବା ଦରକାର ନିହାତି ପିତା ଏହି ପ୍ରକାର ଉପାସନା ଚାହାନ୍ତି ସେଥିପାଇଁ ପ୍ରଭୁଙ୍କ ଉପସ୍ଥିତି ସବୁବେଳେ ମାନଙ୍କ ମଧ୍ୟରେ ରହିଛି ଆଉ ସେଥିପାଇଁ ପ୍ରଭୁଙ୍କର ଧନ୍ୟବାଦ ହଉ ସେଇଟା ହଉଛି ସମସ୍ତଙ୍କ ନିମନ୍ତେ ଆବଶ୍ୟକ ଅନେକ ଲୋକ ଏକତ୍ର ହେଇ ପ୍ରଭୁଙ୍କର ଉପାସନା ଯଦି ଆତ୍ମା ସତ୍ୟରେ କରି ନ ପାରନ୍ତି ପ୍ରଭୁଙ୍କର ଉପସ୍ଥିତି ରହିପାରିବନି ସେଥିରେ ଆମେ ଅଳ୍ପ ହଉ କିମ୍ବା ବେଶୀ ହଉ ସତ୍ୟ ଉପାସନା କରୁଥିବା ହେତୁରୁ ପ୍ରଭୁଙ୍କର ଉପସ୍ଥିତି ସବୁବେଳେ ଆମମାନଙ୍କ ମଧ୍ୟରେ ଥାଏ ଏବଂ ଧନ୍ୟବାଦ କରୁଛି ଆଉ ନିଶ୍ଚୟ ସେହିପରି ଭାବରେ ଆମେ ସମସ୍ତେ ମଧ୍ୟ ଅନୁଭବ କରୁଛୁ ବିଶେଷ ଭାବରେ ପ୍ରଭୁ ଆମମାନଙ୍କ ମଧ୍ୟରେ କାର୍ଯ୍ୟ କରୁଛନ୍ତି ଏକ ମହତ୍ ଉଦ୍ଦେଶ୍ୟ ନେଇ ଯେପରି ଆମେ ଆଉ ସେ ଦାନିଏଲ ପୁସ୍ତକ ଯେପରି ଲେଖା ହେଲା 12 ପର୍ବ ତାର 3 ପଦରେ ଅନେକଙ୍କୁ ଧର୍ମର ପ୍ରତି ଆମମାନଙ୍କୁ ଫେରି ଆଣିବାକୁ ଅଛି ଏ ଦାୟିତ୍ୱ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ମତେ ଆମଙ୍କର ସମସ୍ତ ଅନେକ ଦିନ ପୂର୍ବେ ଅନେକ ବର୍ଷ ପୂର୍ବେ ମୁଁ ଗୋଟେ ସ୍ୱପ୍ନ ଦେଖିଥିଲି ମୋର ପରିବର୍ତ୍ତନ ପରେ ମୁଁ ମୋହନା ଆଉ ରୋମାନ କାଥଲିକ ଚର୍ଚ୍ଚରେ ଅଛି ମୋହନା ରୋମାନ କାଥଲିକ ଚର୍ଚ୍ଚରେ ମୁଁ ଅଛି ଆଉ
ସେଠି ଲୋକମାନେ ସବୁ ସେ ମୋହନାର ସବୁ ଲୋକମାନେ ମାନେ ଖ୍ରୀଷ୍ଟିଆନ ଲୋକମାନେ ଚର୍ଚ୍ଚରେ ପୁରା ଭରି ହେଇକି ଅଛନ୍ତି। ମୁଁ ସେ ଚର୍ଚ୍ଚ ଭିତରେ ସାମ୍ନାରେ ଠିଆ ହେଇଛି ଆଉ ଯେପରି ସେ ବିଶପ ମାନଙ୍କୁ ଦେଖାଯାଏ ଠିକ ସେଇ ପ୍ରକାର ଜଣେ ବିଶପ ଭାବରେ ମୁଁ ଅଛି ଆଉ ସମସ୍ତଙ୍କୁ ମୁଁ ଲିଡ୍ କରୁଛି ପ୍ରାର୍ଥନା ପ୍ରଭୁଙ୍କ ବାକ୍ୟ ସବୁକେ ସମସ୍ତେ ମୋ କଥା ମାନୁଛନ୍ତି ଗୋଟିଏ ଲୋକ ପରି ମାନୁଛନ୍ତି ଆଉ ତାପରେ ଆଉ ଚର୍ଚ୍ଚରୁ ବାହାରିକି ଆସିବା ପରେ ସମସ୍ତ ଲୋକ ଏକତ୍ର ଅଛନ୍ତି। ମୁଁ ବିଶେଷ କିଛି ଆଉ ମାନେ କଣ ରିଫର୍ମେସନ ର କାର୍ଯ୍ୟ ସବୁ ମୁଁ କରୁଛି ଗୋଟେ ସଂସ୍କାର ଆଣିବାର ଲୋକମାନେ ମାନୁଛନ୍ତି। ମୁଁ କହୁଛି ଏଇଠି ଯେମିତି ହେଲା ଚାରିଆଡେ ସେମିତି ଆମକୁ ଯାଇ କରିବାକୁ ହବ। ଏ ଆଲିଗଙ୍ଗା ଏରିଆ ସବୁକୁ ମୁଁ ହାତ ଦେଉଛି ଲୋକମାନେ ସବୁ ମୋ କଥା ମାନୁଛନ୍ତି ଆଉ ସେ କାର୍ଯ୍ୟଟା ବାକି ନାହିଁ ଅନେକ ଦିନ ହେଲା ଆରମ୍ଭ ହେଇସାରିଛି। ଆମେ ସମସ୍ତେ ମିଶି ଏଠି ତ କେବଳ ମୁକ୍ତିନଗରର ବାକି ଆମର ଯେତେ ମଣ୍ଡଳୀ ସବୁ ଅଛି ପାଳକମାନେ ଅଛନ୍ତି ବିଶେଷ ଭାବରେ ପ୍ରଥମ ପାଷ୍ଟର ଆଲଫନ୍ସ ବସିଛନ୍ତି ତାପରେ ପାଷ୍ଟର ସାମସନ ପାଷ୍ଟର ଦାନିଏଲ ଆଲଫନ୍ସ ପାଷ୍ଟର ଏବଂ ଦାନିଏଲ ପାଷ୍ଟର ଦୁଇ ଭାଇ ପାଷ୍ଟର ଆଲଫନ୍ସ ବଡ ପାଷ୍ଟର ଦାନିଏଲ ସାନ ତିନି ଜଣଙ୍କ ପରେ ଆଉ ପାଷ୍ଟର ମାଥିଆସ ଆଉ ସେ ବି ଜଣେ ପାଷ୍ଟର ମାଉରୁ ବେହେରା ଥିଲେ ମୋ ବଡବାପାଙ୍କ ଭାଇ ଏଠି ପାଷ୍ଟର ପ୍ରଫୁଲ୍ଲ ଯାହାଙ୍କୁ ପ୍ରଭୁ ବର୍ତ୍ତମାନ କିଛି ଦିନ ପୂର୍ବେ ନେଇଗଲେ ତାପରେ ବର୍ତ୍ତମାନ ଯେ ମଣ୍ଡଳୀର ଦାୟିତ୍ୱ ନେଇକି ପାଷ୍ଟର ମାଉରୁ ବେହେରାଙ୍କ ପୁଅ ଆଉ ସେ ଜନ୍ ସେ ଚଳଉଛନ୍ତି ଏଭାଞ୍ଜେଲିଷ୍ଟ ସାମସନ ପାଷ୍ଟର ସୋମନାଥ ଏପରି ଆମମାନଙ୍କୁ ଉଠେଇଲେ ପ୍ରଭୁ ଆଉ ସେ କାର୍ଯ୍ୟ ବର୍ତ୍ତମାନ ଚାଲିଛି ଆମଙ୍କର ମଧ୍ୟରେ ଆଉ ଯେମିତି ମୁଁ ଦେଖିଥିଲି ସେପରି ସେଇ ଆଲିଗଣ୍ଡା ଅଞ୍ଚଳରେ ମଧ୍ୟ ପ୍ରଭୁଙ୍କର କାର୍ଯ୍ୟ ହେଲା ଗତଥର ବୋଧେ ଆମେ ଆସି ଯାଇଥିଲୁ ନା ଆଲିଗଣ୍ଡା ଗତଥର ଆଉ ସେଠି ସବୁ ପ୍ରଭୁଙ୍କର ସଭା କାର୍ଯ୍ୟ ଆତ୍ମାଙ୍କର କାର୍ଯ୍ୟ ସେ ପାଖରେ ମଧ୍ୟ ଚାଲିଛି ଚାରିଆଡେ ଚାଲିଛି ନିକଟ ଯେତେବେଳେ ଗତ ରବିବାର ଆମେ ଗଲୁ ଖାରିଗୁଡାକୁ ପ୍ରକୃତରେ ସେଠିକାର ସେ ରବିବାର ଦିନ ସଭା କାର୍ଯ୍ୟ ଦେଖି ମୁଁ ବହୁତ ଉତ୍ସାହିତ ଉତ୍ତେଜିତ ହେଲି ଆତ୍ମାଙ୍କର କାର୍ଯ୍ୟ ଆରମ୍ଭ ହୋଇଛି ଚାରିଟା ପ୍ରଭୁଙ୍କର ବାକ୍ୟ କହେ ପ୍ରଭୁଙ୍କର ସଂକଳ୍ପ ଆଉ ସମୁଦାୟ ପ୍ରାଣୀ ଉପରେ ଆମେ ଆପଣ ଆତ୍ମା ଢାଳିବା ପ୍ରଥମେ ଯେତେବେଳେ ମୋର 1982 ମସିହାରେ ପରିବର୍ତ୍ତନ ହେଲା ଆଉ ଆମଙ୍କର ରୋମାନ କାଥୋଲିକ ମଣ୍ଡଳୀ ଲୋକମାନେ କେହି ମତେ କୋଉଠି ଗ୍ରହଣ କରିପାରିଲେ ନାହିଁ ମୋହନା ବୋଲନ୍ତୁ ନିଜ ଗାଁ ବୁଟିଣି ଚତୁଃପାର୍ଶ୍ୱରେ କେବଳ ତାଡ଼ ନାହିଁ ଥିଲା ଯେତେବେଳେ ପ୍ରଭୁ ମତେ ଆଉ କଟକ ଯିବା ପାଇଁ ବାରମ୍ବାର କରି କହିଲେ ଆଉ ମୁଁ ଚାଲିଗଲି ମୋର ମଧ୍ୟ ଚିନ୍ତା ହେଲା ଅନ୍ୟମାନେ ଚିନ୍ତା କଲେ କେମିତି ହବ ଏ କାର୍ଯ୍ୟ ସବୁ କିନ୍ତୁ ପ୍ରଭୁଙ୍କ ଇଚ୍ଛା ଅନୁସାରେ ମୁଁ ଚାଲିଗଲି ପ୍ରଭୁଙ୍କ ହାତରେ ସବୁ ସମର୍ପଣ କରି ତାପରେ ମୁଁ ଶୁଣିବାକୁ ପାଇଲି ପ୍ରକୃତରେ ଆଉ ପ୍ରଭୁ ସବୁ କରିପାରନ୍ତି ତାଙ୍କର ଅସାଧ୍ୟ କିଛି ନାହିଁ ଲେଖା ହଉଛି ଆମେ ସମୁଦାୟ ମର୍ତ୍ତର ପରମେଶ୍ୱର ଆମର ଅସାଧ୍ୟ କି କିଛି ଅଛି ଆଉ ଯେମିତି ଆୟୁ କରେ ମୁଁ ଜାଣେ ତୁମେ ସବୁ କରିପାର ତୁମର କୌଣସି ସଂକଳ୍ପ ନିବାରଣ କରାଯାଇ ପାରିବ ନାହିଁ ସେଠି ମୁଁ ଯେତେବେଳେ କଟକରେ ପହଞ୍ଚିଲା ପରେ ମୁଁ ଶୁଣିଲି ସେଇ ମୋହନାର ରୋମାନ କାଥୋଲିକ ଚର୍ଚ୍ଚରେ ଗୋଟେ କାରିସ୍ମାଟିକ ମୁଭମେଣ୍ଟ କହିକି ଗୋଟେ ମୁଭମେଣ୍ଟ ସେ ଯୋଉ ମୁଭମେଣ୍ଟ ହଉଛି ହଉ ପଛକେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆରମ୍ଭ ହେଲା ମୁଁ ଶୁଣିଲି ଘଣ୍ଟା ଧରି ପ୍ରାର୍ଥନା କରୁଛନ୍ତି ହାତ ତାଳି ମାରି ଆଖି ବନ୍ଦ କରି ଉଚ୍ଚ ସ୍ୱର କରି ଏପରିକି ପରଭାଷା କହିକି ମଧ୍ୟ ଯୋଉ କାର୍ଯ୍ୟ ମୁଁ ଆରମ୍ଭ କରିଥିଲି ଆଉ କେହି ବି ମତେ ଗ୍ରହଣ କରିପାରୁନଥିଲେ ସମସ୍ତେ ବହୁତ ଭାବେ ବିରୋଧ କରିଥିଲେ ଜଣେ ରୋମାନ କାଥୋଲିକ ପ୍ରିଷ୍ଟ ମୁଁ ଶୁଣିଲି ସେ ନିଜେ ଯାଇକି ସେଇ ଆଉ କେରଳର କୋଟାରେ ସେଇ ଆରମ୍ଭ ହେଲା କୋଟା କେରଳର ପୋଟା ବୋଲି ଗୋଟେ ସ୍ଥାନରେ ଏଇ ଯୋଉ କାରିସ୍ମାଟିକ ମୁଭମେଣ୍ଟ ବୋଲି ଆଉ ରୋମାନ କାଥୋଲିକ କହନ୍ତି ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସେଟା ଆରମ୍ଭ ହେଲା ସବୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇ ପରଭାଷା କହି ଉପବାସ ପ୍ରାର୍ଥନା କରି ଆଉ ଆଶ୍ଚର୍ଯ୍ୟ କର୍ମ କରିବା ଭୂତ ଛଡ଼ା ପରି କାର୍ଯ୍ୟ ରୋମାନ କାଥୋଲିକ ମାନଙ୍କ ମଧ୍ୟରେ ଆରମ୍ଭ ହେଇକି ତା ଚାରିଆଡେ ମାରିଗଲା ମନାକ ମଧ୍ୟ ଚାଲି ଆସିଲା ମୁଁ ଖୁସିରେ ମୁଁ କହିଲି ନିଶ୍ଚୟ ମୁଁ ଜାଣେ ତୁମେ ସବୁ କରିପାର ତୁମର କୌଣସି ସଂକଳ୍ପ ନିବାରଣ କରାଯାଇ ପାରିବ ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ ଆମମାନଙ୍କୁ ଏ କାର୍ଯ୍ୟ ଜାରି ରଖିବାକୁ ପଡିବ ଏ ଦାୟିତ୍ୱ ଆମମାନଙ୍କୁ ପ୍ରଭୁ ଦେଇଛନ୍ତି ଆମେ ପଛଘୁଞ୍ଚା ଦେଲେ ବା ଆମେ ଯଦି ଯୋଗ୍ୟ ଭାବରେ କାର୍ଯ୍ୟ କରି ନ ପାରିବା ସାଉଲଙ୍କ ଜାଗାରେ ପ୍ରଭୁ ଦାଉଦଙ୍କୁ ଉଠେଇଲେ ସେବେ ଆମ ଜାଗାରେ ଆଉ କାହାକୁ ଉଠେଇଲେ ପ୍ରଭୁଙ୍କର କାର୍ଯ୍ୟ ହବ ସେଇଟା କେବେ ବନ୍ଦ ହବ ନାହିଁ
ଗଲିଆତ ଯେତେବେଳେ ଠିଆ ହେଲା ତାଙ୍କର ସାମ୍ନା କରିବା ପାଇଁ କୌଣସି ଇସ୍ରାଏଲର ଏତେ ସୈନ୍ୟମାନଙ୍କ ମଧ୍ୟରେ ଜଣେ କେହି ନଥିଲେ କିମ୍ବା ସାଉଲ ରାଜା ମଧ୍ୟରେ ସମସ୍ତେ ଭୟ କରୁଥିଲେ, କିନ୍ତୁ ତାକୁ ମରିବାର ଥିଲା। ସେ ଜୀବିତ ଈଶ୍ୱରଙ୍କୁ ତାଙ୍କ ଲୋକମାନଙ୍କୁ ତୁଚ୍ଛ କରୁଥିଲା। ତେଣୁ ଆଉ ଗୋଟେ ଲୋକ ଉଠିକି ଆସିଲେ ପ୍ରଭୁଙ୍କ ଇଚ୍ଛା ଅନୁସାରେ ଦାଉଦ, ଆଉ ତାକୁ ସେ ବଦ୍ଧ କଲେ। ଆଉ ସେଇ 5ଟା ବାଲିଗଡ଼ା ପଥରକୁ ନେଇକି ତାକୁ ଗୋଟେ ପକ୍ଷୀକୁ ମାରିଲା ପରେ ଛାଟଣୀରେ ମାରିକି ବଦ୍ଧ କଲେ। ଆଜି ସେପରି ଭାବରେ ଆମମାନଙ୍କୁ କାର୍ଯ୍ୟ କରିବାକୁ ଅଛି। 5ଟା ବାଲିଗଡ଼ା ପଥର କଣ? ସେଟା ବିଶ୍ୱାସର 5ଟା ଚିହ୍ନ। ମାର୍କ 16 ପର୍ବର 17-18 ପଦ ଅନୁସାରେ ବିଶ୍ୱାସୀ ମାନେ ମନେ ମନେ ଭୂତ ଛଡେଇବେ, ନୂତନ ନୂତନ ଭାଷାରେ କଥା କହିବେ, ସର୍ପକୁ ହସ୍ତରେ ଧରିବେ, ପ୍ରାଣନାଶକ ପାନ କଲେ କିଛି କ୍ଷତି ହେବନି, ପୀଡ଼ିତ ମାନଙ୍କ ଉପରେ ହସ୍ତ ତଳେ ସୁସ୍ଥ ହେବେ। 5ଟା ଚିହ୍ନ, 6ଟା ଚିହ୍ନ ନାହିଁ। ଆମକୁ ସେ କାର୍ଯ୍ୟ କରିବାକୁ ପଡିବ, କେବଳ ପଡିବ ନାହିଁ। ମୁଁ ଜାଣୁଛି ଭଲ ଭାବରେ ସେ କାର୍ଯ୍ୟ ଆରମ୍ଭ ହେଇଯାଇଛି ଆମମାନଙ୍କ ମଧ୍ୟରେ, ଆମମାନଙ୍କ ଦ୍ୱାରା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ କାର୍ଯ୍ୟ କରିକି ଯିବାକୁ ହବ, କେହି ତାକୁ ବିରୋଧ କରିପାରିବେ ନାହିଁ। ସାଉଲ ସବୁ ଲୋକମାନେ କମ୍ପିଲା ବେଳକୁ ସେ ଗଲିଆତ ସମ୍ମୁଖରେ ପ୍ରଭୁ ଦାଉଦଙ୍କୁ ଉଠେଇକି ଆଣିଲେ, ଆଉ ସେ ତାକୁ ସେ ବାଲିଗଡ଼ା ପଥରରେ ତାକୁ ମାରି ଆଉ ତାକୁ ପୁରା ମାରିଦେଲେ। ଆଉ ସେମାନେ ସବୁ ଛତ୍ରଭଙ୍ଗ ଦେଲେ। ସେଇପରି ଭାବରେ ପ୍ରଭୁ ତାଙ୍କର କାର୍ଯ୍ୟ କରୁଛନ୍ତି। କାହିଁକି? ଆମ ଜାଗାରେ ଆଉ ଜଣେ କେହି ଉଠି କାର୍ଯ୍ୟ କରିବ, ମୁଁ ମୋ ଜାଗା କାହାକୁ ଦେବାକୁ ଚାହେଁନି। ସେଇ ପ୍ରକାରେ ପ୍ରତ୍ୟେକ ପ୍ରଭୁ ଆମକୁ ଯୋଉମାନେ ଉଠୁଛନ୍ତି, କେହି କାହା ଜାଗା କାହାକୁ ଦିଅନ୍ତୁ ନାହିଁ। ଉଠେଇବା ଅନେକଙ୍କୁ, ମାତ୍ର ଆମେ ନିଜେ ବି ଥିବା। ତେବେ ମୁଁ ପ୍ରଭୁଙ୍କର କିଛି କଥା କହିବା ପୂର୍ବରୁ ଆମଙ୍କ ମଧ୍ୟରେ ଆଉ ଯୋଉ ଧୀରେନ ବାବୁ ଅଛନ୍ତି, ଯିଏ ପ୍ରଭୁଙ୍କ ପାଇଁ ଆଉ ପ୍ରଭୁଙ୍କର ସତ୍ୟବାକ୍ୟ, ତାଙ୍କର ସଂକଳ୍ପ, ପବିତ୍ରାତ୍ମାଙ୍କ ଆଉ କାର୍ଯ୍ୟ ବୃଦ୍ଧି ପାଇଁ ଯାହାଙ୍କ ଭିତରେ ପ୍ରଭୁ ଗୋଟେ ଭଲ ଉଦ୍ଯୋଗ ଦେଇଛନ୍ତି। ନିଜେ ମଧ୍ୟ ସେ ବହୁତ ସେଥିପାଇଁ ଉଦ୍ଯୋଗୀ, ଆଉ ନିଜର ଯାହା କିଛି ଅଛି ସେ ସବୁକୁ ବ୍ୟୟ କରିକି ମଧ୍ୟ ଆଉ ସେ କରୁଛନ୍ତି। ତେଣୁ ଆଉ ମୁଁ ବହୁତ ଖୁସି ଯେ ଆମର ଖୁସି ଆହୁରି ଅଧିକ ତାଙ୍କ ହେତୁରୁ, ଯେହେତୁ ଯୋଉଠିକି ମୁଁ ଯାଇଥିଲି ଯୋଉ ଆରୋଦିଗିରିକୁ, ଆଉ ସେ ମନୋହର ସିଂ ଯୋଉ ଡିକନ ଥିଲେ ବାପ୍ଟିଷ୍ଟ ମଣ୍ଡଳୀର, ତାଙ୍କ ଗୃହ ରହିକି ମୁଁ ତାଙ୍କର ନେତୃତ୍ୱରେ ଯୋଉ ପ୍ରାର୍ଥନାରେ ବସି ପଇଥିଲା, ସେ ନିଜେ ସେଠିକା ଲୋକ, ତାଙ୍କର କିଛି ସମ୍ପର୍କୀୟ ମଧ୍ୟ। ଆଉ ସେଥିପାଇଁ ମୁଁ ପ୍ରଭୁଙ୍କର ଧନ୍ୟବାଦ କରୁଛି। ଦିନମାନଙ୍କରେ ତାଙ୍କ ଦ୍ୱାରା ତାଙ୍କ ଉଦ୍ଯୋଗରେ ବିଭିନ୍ନ ସ୍ଥାନରେ ଯାଇକି ଏବଂ 42 ବର୍ଷ ପରେ ସେ ଆରୁଦେଗିରେ ମୁଁ ଯାଇ ପହଞ୍ଚିଲି। ବିଶେଷ ବିଶେଷ କାର୍ଯ୍ୟ ହେଲା। ଆଉ ସେତେବେଳେ ତ ମୁଁ ଅଳ୍ପ ଲୋକଙ୍କ ପାଖରେ ବସି ପ୍ରାର୍ଥନା କରୁଛି, ଏବେ ପୁରା ମଣ୍ଡଳୀ ସହିତ ପରିଚିତ ହେଲି। ସେମାନେ ବହୁତ ଖୁସି ହେଲେ, ମୁଁ ବହୁତ ଖୁସି ହେଲି। ସେମାନଙ୍କର ଇଚ୍ଛା, ମୋର ମଧ୍ୟ ଇଚ୍ଛା ସେପରି କାର୍ଯ୍ୟ ହିଁ ଜାରି ରଖିବା ପାଇଁ ଧନ୍ୟବାଦ ଦଉଛି। ତେଣୁ ମୁଁ ବହୁତ ଖୁସି। ଆଉ ଧୀରେନ ବାବୁ ଅଛନ୍ତି, କିଛି ଟିକେ କହିବେ। Praise the Lord. Praise the Lord. Hallelujah. Hallelujah. ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହତ ନାମର ଧନ୍ୟବାଦ ହଉ। ପ୍ରିୟ ପ୍ରଭୁଙ୍କ ଦାସ, ଏଇ ମାସର 9 ତାରିଖରେ ଆମମାନଙ୍କ ମଧ୍ୟକୁ ମୋହନା ଅଞ୍ଚଳକୁ ମଣ୍ଡଳୀ ପ୍ରାୟ 2 ସପ୍ତାହ ହେଲାଣି ପ୍ରଭୁଙ୍କର ଦାସ କଟକ ମଣ୍ଡଳୀର ସେବା କାର୍ଯ୍ୟ ଆପଣାର ପରିବାରକୁ ପରିତ୍ୟାଗ କରି ଆମ ମୋହନା ଅଞ୍ଚଳକୁ ଆସିଅଛନ୍ତି ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ, ମଣ୍ଡଳୀକୁ ଉତ୍ସାହିତ କରିବା ପାଇଁ। ମଣ୍ଡଳୀ ମଧ୍ୟରେ ଥିବା ଆତ୍ମିକ ଉଦ୍ଦୀପନାର ଜାଗୃତି ପାଇଁ ସେ ଆସି ଆମମାନଙ୍କ ମଧ୍ୟରେ ପହଞ୍ଚିଛନ୍ତି। ବିଭିନ୍ନ ମଣ୍ଡଳୀ ପରିଦର୍ଶନ କରିବା, ଉପଯୁକ୍ତ ବାକ୍ୟ ଶିକ୍ଷା, ପବିତ୍ର ଆତ୍ମାଙ୍କର ସେବା କାର୍ଯ୍ୟ ସମ୍ବନ୍ଧୀୟ ସକଳ ବିଷୟରେ ଆମମାନଙ୍କୁ ଅବଗତି କରାଇବା ସଙ୍ଗେ ସଙ୍ଗେ ସମସ୍ତେ ଯେ ପ୍ରକାର ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ, ପବିତ୍ର ଆତ୍ମାଙ୍କ ସେବା କାର୍ଯ୍ୟ ଚାଲିବ, ଯାହାକି ଆମେମାନେ କହିପାରିବା ସେଇ ପ୍ରେରିତିକ ଆଉ କାର୍ଯ୍ୟକଳାପ ପବିତ୍ର ଆତ୍ମାଙ୍କର ସକଳ ସେବା କାର୍ଯ୍ୟ ଉପରେ ସେ ଗୁରୁତ୍ୱ ଦେଇ ଆସିଅଛନ୍ତି। ଆଉ ଯଦ୍ୟପି 1982 ମସିହାର କଥା, ମୁଁ ତ ଅତି ଛୋଟ ଥିଲି। ସେହି ସମୟରେ ପ୍ରିୟ ପ୍ରଭୁଙ୍କର ଦାସ ଅତି ଉଚ୍ଚ ଶିକ୍ଷିତ ଥିଲେ। ସେହି ସମୟରେ MA in ଇକୋନୋମିକ୍ସ। ଆଉ ଆପଣ ସେତେବେଳେ କଣ କରୁଥିଲେ? ସପ୍ତମ କି ଅଷ୍ଟମ ପଢୁଥିଲି।
ସେହି ସମୟରେ ପ୍ରଭୁ ତାଙ୍କୁ ଅନୁଗ୍ରହ କରି ଯୋଉ ପରମେଶ୍ୱର ତାଙ୍କୁ ମାତାଙ୍କ ଉଦରରୁ ପୃଥକ କରିଥିଲେ ଏହି ପବିତ୍ର ସେବା କାର୍ଯ୍ୟ ପାଇଁ ଅତି ଉଚ୍ଚ ଶିକ୍ଷିତ ଜଣେ ଯୁବା ସେହି ସମୟର ମୁଁ ତ କହିବି ମଲ୍ଟି ଟାଲେଣ୍ଟେଡ୍ ମେନ୍ ସେହି ସମୟ ସକଳ କ୍ଷେତ୍ରରେ ଉଦ୍ଯୋଗୀ ଆଉ ସମସ୍ତ ବିଷୟ ସେ ପରିତ୍ୟାଗ କରି ଜଗତକୁ ତୁଚ୍ଛ କରି ସରକାର ଚାକିରିକି ତୁଚ୍ଛ କରି ଯାହା କିଛି ସେ ଆଉ ସେ ଶିକ୍ଷାଗତ ଯୋଗ୍ୟତା ଲାଭ କରିଥିଲେ ସମସ୍ତଙ୍କୁ ପଛରେ ପକାଇ ଦେଇ ପଦ ତଳେ ଦଳିତ କରି ପରମେଶ୍ୱରଙ୍କର ସେବାରେ ସେ ଲାଗି ପଡ଼ିଲେ। ପରମେଶ୍ୱର ତାଙ୍କର ଅନ୍ତକୋଣ ଦେଖିଲେ, ଅନୁଗ୍ରହରେ ପରିପୂର୍ଣ୍ଣ କଲେ। ଯଦ୍ୟପି ମୋହନା ଅଞ୍ଚଳରେ ରହି ସେ ଅନେକ ଦୁଃଖ ତାଡ଼ନା ପାଇଛନ୍ତି, ସେ ତାଡ଼ନାର ପୁରସ୍କାର ପ୍ରଭୁ ଆଜି ଆମମାନଙ୍କ ମଧ୍ୟରେ ରଖିଛନ୍ତି। ପ୍ରଭୁ ତାଙ୍କ ଦେଇ ଅନେକ ହଜାରାତ୍ମା ଏହି ମୋହନା ଅଞ୍ଚଳରେ ବା ବିଭିନ୍ନ ଅଞ୍ଚଳରେ ଲାଭ କରିଛନ୍ତି। ଅନେକ ମଣ୍ଡଳୀ ଗଢ଼ି ଉଠିଛି। ମୁଁ ତ ନିତାନ୍ତ ଭାବେ କହିବି ଆଉ ମୁଁ ଅଯୋଗ୍ୟ ଆଉ ଅନେକ ମଣ୍ଡଳୀ ନିତାନ୍ତ ଦେଖିଛି, ତଥାପି ପ୍ରିୟ ପ୍ରଭୁଙ୍କ ଦାସ ଦ୍ୱାରା ଆଉ ଆରମ୍ଭ ହୋଇଥିବା ମଣ୍ଡଳୀ ଗୁଡ଼ାକର ସେବା କାର୍ଯ୍ୟ ନିତାନ୍ତ ଭିନ୍ନ। ମୋର ଜନ୍ମ ଉଦୟଗିରି ନିକଟସ୍ଥ ତାବଡ଼ା ମଣ୍ଡଳୀରେ, ଆଉ ଯେତେବେଳେ ମୁଁ ପ୍ରାୟ ବଢ଼ି ଆସୁଥିଲି ସେହି ସମୟରେ ତାବଡ଼ା ମଣ୍ଡଳୀରେ ଯେତେବେଳେ ପ୍ରାର୍ଥନା ହୁଏ ସେହି ସମୟରେ କେତେ କେତେ ପରଭାଷା କହନ୍ତି। ସେ ପ୍ରାର୍ଥନାକୁ ଯିବାକୁ ମୋର ବହୁତ ଇଚ୍ଛା ଥାଏ, ତଥାପି କିଛି ପାରିବାରିକ ସମସ୍ୟା ଯୋଗୁଁ ମୁଁ ଯାଇପାରିନଥାଏ। ସେହି ସମୟରୁ ମୋ ଅନ୍ତର ଭିତରେ ଗୋଟେ ଇଚ୍ଛା ଥିଲା, ଗୋଟେ ଆକାଂକ୍ଷା ଥିଲା ଯେ ଏହି ପ୍ରକାର ଯେଉଁମାନେ ପରଭାଷାରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ସମ୍ମିଳନରେ ମୁଁ ଆଉ ସେବା ଉପାସନା କରିବା। ଆଉ ପ୍ରଭୁ ସେ ମୋର ଅନ୍ତରର କଥା ଜାଣିଲେ। ଦୀର୍ଘ ବର୍ଷ ପରେ ମଧ୍ୟ ଯେତେବେଳେ ମୁଁ ଅଯୋଗ୍ୟ ମୋହନା ଅଞ୍ଚଳକୁ ଆସିଲି ପ୍ରାୟ 10 ବର୍ଷ ହେଲାଣି। ପ୍ରିୟ ପ୍ରଭୁଙ୍କର ଲୋକଙ୍କର ଆଉ ମଣ୍ଡଳୀ ଗୁଡ଼ାକ ମୁଁ ଯାଏ ସେବା ଉପାସନା କରିବାକୁ। ସେହି ସ୍ଥାନରେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସେବା ଉପାସନା କରନ୍ତି, ପରଭାଷାରେ କହନ୍ତି। ଆଉ ପ୍ରିୟ ପ୍ରଭୁଙ୍କ ଦାସ ଯେତେବେଳେ ଆସନ୍ତି ମଣ୍ଡଳୀ ଗୁଡ଼ାକ ନିତାନ୍ତ ଅନେକ ଅନେକ ଆଶ୍ଚର୍ଯ୍ୟ କର୍ମ ସାଧିତ ହୁଏ। ପ୍ରେଜ୍ ଦ ଲର୍ଡ। ଆଉ ତା ମଧ୍ୟରେ ମୁଁ ମଧ୍ୟ ଅଛି। ମୋ ବ୍ୟକ୍ତିଗତ ଜୀବନର ବା ପାରିବାରିକ ଜୀବନର ବା ମୋ ଆତ୍ମିକ ଜୀବନର ଅନେକ ସମସ୍ୟା ପ୍ରଭୁ ତାଙ୍କ ଦାସଙ୍କ ଦ୍ୱାରା ସମାଧାନ କରିଛନ୍ତି। ତାଙ୍କ ଦାସଙ୍କ ପ୍ରାର୍ଥନା ଦ୍ୱାରା ମୁଁ ଆତ୍ମିକ ଭାବେ ପୁଣି ଏହି ଜଗତରେ ମଧ୍ୟ ଅନେକ ଆଶୀର୍ବାଦ ଲାଭ କରିଛି। ପ୍ରେଜ୍ ଦ ଲର୍ଡ। ତେଣୁକରି ଯେତେବେଳେ ପ୍ରିୟ ପ୍ରଭୁଙ୍କ ଦାସ ଆସନ୍ତି ସମୟ ହେଲେ ନିତାନ୍ତ ଭାବେ ମୁଁ ଆସିଥାଏ ତାଙ୍କର ମୁଖର ବାକ୍ୟ ଟିକେ ଶୁଣିବା ପାଇଁ। ତାଙ୍କରି ପ୍ରାର୍ଥନାର ଆଶୀର୍ବାଦ ମୋ ଜୀବନରେ, ମୋ ପରିବାର ଜୀବନରେ, ମୋ ଆତ୍ମିକ ଜୀବନରେ ଯେ ପ୍ରକାର ଆମେମାନେ ଲାଭ କରିପାରିବୁ ଏଥିପାଇଁ ସବୁବେଳେ ମୋର ଆକାଂକ୍ଷା ରହିଥାଏ। ଯଦ୍ୟପି କାର୍ଯ୍ୟ ବ୍ୟସ୍ତତା ହେତୁ ଆଉ ମୁଁ କିଛି ଦିନ ହେଲା ପ୍ରଭୁଙ୍କର ଦାସଙ୍କର ସହଭାଗିତାରେ ସେବା ଉପାସନାରେ ଯୋଗ ଦେଇ ପାରିନାହିଁ, ମୋତେ ଦୟାକରି କ୍ଷମା କରିବେ। ଆଉ ବର୍ତ୍ତମାନ ସୁଯୋଗ ହେଲା, ଆଉ ମୁଁ ଆସିଛି କିଛି ଆତ୍ମିକ ଆଶୀର୍ବାଦ ପାଇବା ପାଇଁ। ଆଉ ନିତାନ୍ତ ମୁଁ ଅଯୋଗ୍ୟକୁ ଏହି ସୁଯୋଗ ଦେଇଥିବାରୁ ପାଳକ ମହାଶୟଙ୍କ ନିକଟରେ ଉପସ୍ଥିତ ପାଳକ ମହାଶୟଗଣ ଅଛନ୍ତି, ପୁଣି ମୁକ୍ତିନଗର ମଣ୍ଡଳୀର ଦାୟିତ୍ୱରେ ଥିବା ପ୍ରିୟ ଜନ୍ ଭାଇଙ୍କ ନିକଟରେ ମଧ୍ୟ ମୁଁ ହୃଦୟର କୃତଜ୍ଞତା ଜ୍ଞାପନ କରୁଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ଶୁଣିଛୁ ବାରମ୍ବାର କରି ମୁଁ କହିଥାଏ ମଧ୍ୟ ତିନୋଟି ସ୍ଥାନରେ ଏପରି ଭାବରେ ଲେଖାଇଛି ଯାହା ପାଉଲ ପ୍ରକାଶ କରନ୍ତି। ପ୍ରଥମ କରନ୍ଥୀୟ 4 ପର୍ବ 16 ପଦରେ, ପ୍ରଥମ କରନ୍ଥୀୟ 11 ପର୍ବ 1 ପଦରେ, ଫିଲିପିଓ 3 ପର୍ବ 17 ପଦରେ, ତୁମ୍ଭେମାନେ ସମସ୍ତେ ମୋ ପରି ହୁଅ, ମୋତେ ପାଉଲଙ୍କ ପରି ହବାକୁ ଅଛି, ପାଷ୍ଟର ଆଲଫୋନ୍ସକୁ ପାଉଲଙ୍କ ପରି ହବାକୁ ଅଛି, ପାଷ୍ଟର ସାମସନକୁ ପାଉଲଙ୍କ ପରି ହବାକୁ ଅଛି, ପାଷ୍ଟର ଦାନିଏଲକୁ, ପ୍ରତ୍ୟେକଙ୍କୁ, କେବଳ ଆମମାନଙ୍କୁ ନାହିଁ। ଏଇଟା ପାଷ୍ଟର ମାନଙ୍କୁ ସେ ଲେଖି ନାହାନ୍ତି, ପ୍ରଭୁଙ୍କ ଦାସ ମାନଙ୍କୁ ଲେଖି ନାହାନ୍ତି, ସମସ୍ତଙ୍କୁ ଲେଖିଛନ୍ତି। ମାନେ ଏ ମଣ୍ଡଳୀର ପାଷ୍ଟର ନେଲେ ମଧ୍ୟ ଲିଡର, ଯେ ନେତା ଜନ୍ ଆଉ ଆମର ଦିବାକର ଭାଇ ଯୋଉ ପଛରେ ବସିଛନ୍ତି ଉଟିଉଡାର କୋଣରେ, ପୁଣି ପାଷ୍ଟର ସାମସନଙ୍କ ବଡ ପୁଅ ଆଉ ସଲୋମନ, ଏଭାଞ୍ଜେଲିଷ୍ଟ ଜାସନ, ଆମର ମିଖାଏଲ ଭାଇ, ଏବେ ତ ବର୍ତ୍ତମାନ ଆମେ ଶୁଣିଲୁ ଆଉ ଧୀରେନ ବାବୁଙ୍କ ଠାରୁ, ଯେ ପ୍ରଭୁଙ୍କ ପାଇଁ ତାଙ୍କ ରାଜ୍ୟ କାର୍ଯ୍ୟ ପାଇଁ ବହୁତ ଉଦ୍ଯୋଗୀ ଅଟନ୍ତି। ଖାଲି କହିବା ପ୍ରାର୍ଥନା କରିବା ସତ ଗୋଟିଏ କଥା, କିନ୍ତୁ ପ୍ରାକ୍ଟିକାଲ ଭାବରେ ତାଙ୍କର ଯାହା ଅଛି ତାକୁ ସେ ଆଉ ବ୍ୟବହାର କରିକି ପ୍ରଭୁଙ୍କର କାର୍ଯ୍ୟ ସେ ସାଧନ କରୁଛନ୍ତି। ଆଉ
ସେହିପରି ଭାବରେ ମୋ ପୁତ୍ରା ମଧ୍ୟ ନିକୋଲାସ ସେ ବସିଛି ବହୁତ ଆଗରୁ ଆଉ ସେପରି ଭାବରେ ସେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେଇ ବହୁତ ସେ ମଧ୍ୟ ଉଦ୍ଯୋଗୀ ସେ ହେଲା। ଭଉଣୀମାନେ ମଧ୍ୟ ପ୍ରତ୍ୟେକଙ୍କୁ ପାଉଲ ଏ ଆହ୍ୱାନ ଦଉଛନ୍ତି ତୁମମାନେ ସମସ୍ତେ ମୋ ପରି ହୋ। ଯଦି ଆମେ ସମସ୍ତେ ପାଉଲ ପରି ହେଇଯିବା ଭାବି ଦେଖ ପ୍ରଭୁଙ୍କର କାର୍ଯ୍ୟ କେତେ ବଢିବ। ଏ ଅଞ୍ଚଳ ଆଉ ବିଳମ୍ବ ହବ ନାହିଁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଆମକୁ ଲାଭ କରିବାକୁ, ସତ୍ୟ ମଣ୍ଡଳୀ ସ୍ଥାପନ କରିବାକୁ, ସତ୍ୟ ଉପାସନା ଚାରିଆଡେ କରିବାକୁ। ଏଇଟା ହିଁ ପ୍ରଭୁଙ୍କର ଇଚ୍ଛା। ଆମକୁ ବଡ ଗୋଟେ ଦାୟିତ୍ୱ ଆମଙ୍କ ଉପରେ ରହିଛି। ତେଣୁ କିଛି ସମୟ ପାଇଁ ମୁଁ ଏ ପାଉଲଙ୍କର ସେବା କାର୍ଯ୍ୟ ବିଷୟ ନେଇକି କହିବି। ପ୍ରଥମ Corinthians 2 ପର୍ବର 4-5 ପଦରେ ସେ କହୁଛନ୍ତି ତୁମମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୋଇ, ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର ଜ୍ଞାନର ମନୋହର ବାକ୍ୟ ଯୁକ୍ତ ନ ହୋଇ ଆତ୍ମା ଓ ଶକ୍ତିର ପ୍ରମାଣ ଯୁକ୍ତ ହୋଇଥିଲା। ପାଉଲଙ୍କର ଶିକ୍ଷା ପ୍ରଚାର କେମିତି? ଆମେ ଯେତେବେଳେ ତାଙ୍କ ପରି ହବାକୁ ସେ କହୁଛନ୍ତି ବାରମ୍ବାର କରି 3 ଥର, ଆମେ ହେଇଛୁ କି ନାହିଁ ସେଟା ତ ନିଶ୍ଚୟ ଆମକୁ ଚିନ୍ତା କରିବାକୁ ହବ। ନ ହେଇଛୁ ତାହେଲେ ଆମକୁ ହବାକୁ ହବ। ଯେତିକି ଅଛୁ ଆମେ ସେଥିରେ ସନ୍ତୁଷ୍ଟ ହବ ନାହିଁ। ମତେ ମଧ୍ୟ ଆହୁରି ହବାକୁ ଅଛି। ମୁଁ ମଧ୍ୟ ମୋର ସେବା କାର୍ଯ୍ୟରେ ସନ୍ତୁଷ୍ଟ ନାହିଁ। ଯଦିବା ଗୋଟିଏ ପାଖରେ ମୁଁ ଯଥେଷ୍ଟ ମୋର ଆନନ୍ଦ କରିବାର ରହିଛି। 1982 ମସିହାର କଥା। ସେହି ସମୟର ପରିବର୍ତ୍ତନ ପରେ ଯେତେ ବାଧା ପ୍ରତିବନ୍ଧକ ଭିତରେ ପ୍ରଭୁ ମୋର ଧର୍ମ ଜୀବନର ଗୃହର ଭିତ୍ତିମୂଳକୁ ବାଲୁକା ଉପରେ ନାହିଁ ପଥର ଉପରେ ତାହା ନିର୍ମାଣ କରିବାକୁ ସାହାଯ୍ୟ କରିଥିଲେ। Praise the Lord. ବଢି ଆସିଲା, ବୃଷ୍ଟି ହେଲା, ବଢି ଆସିଲା, ବତାସ ବହିଲା, ଧକ୍କା ମାରିଲା, ମାତ୍ର ତାହା ପଡି ନାହିଁ। ବାଇବେଲ ଲେଖା ଅଛି। କାହିଁକି? ପଥର ଭିତ୍ତିମୂଳ ଉପରେ ତାହା ଥିଲା। ପଥର ହଉଛି ଈଶ୍ୱରଙ୍କର ବାକ୍ୟ। ମୁଁ ଈଶ୍ୱରଙ୍କର ବାକ୍ୟକୁ ପ୍ରାଧାନ୍ୟ ଦେବି, ମଣ୍ଡଳୀକୁ ପ୍ରାଧାନ୍ୟ ଦେଇନି, କୌଣସି ଲୋକକୁ ପ୍ରାଧାନ୍ୟ ଦେଇନି। ବାଇବେଲ କଣ କହୁଛି ମୁଁ ତାହା କରିବି। যে বাইবেলକୁ ପୁରା ସପୋର୍ଟ କରୁଛି ବାଇବେଲ ଅନୁସାରେ ତା ସହିତ ଆମର ସମ୍ପର୍କ ରହିବ। ବାଇବେଲ ଅନୁସାରେ ଯେ ମାନୁନାହିଁ, ଯେ କରୁନାହିଁ, ସେ ଯେ କେହି ହେଲେ ମଧ୍ୟ ତା ସହିତ ଆମର ସମ୍ପର୍କ ରହିବ ନାହିଁ। ଏହିପରି ଭାବରେ ଅଟଳ ଭାବରେ ମୁଁ ଆରମ୍ଭ କରି ଆଜି ବି ମୁଁ ସମାନ ଭାବରେ ଅଛି। ଏଇଠୁ ମୁଁ ଟିକିଏ ତଳକୁ ଖସି ନାହିଁ। ଜୀବନର ଶେଷ ପର୍ଯ୍ୟନ୍ତ ସେମିତି ରହିବା ପାଇଁ ମୁଁ ସଂକଳ୍ପ କରୁଛି। ପ୍ରଭୁଙ୍କର ଅନୁଗ୍ରହରେ ନିଶ୍ଚୟ ମୁଁ ତାହା କରିପାରିବି। ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ। ତେଣୁ ସେଇ ସମୟଠାରୁ କେତେ କେତେ ଭାବରେ ପ୍ରଭୁ ତାଙ୍କର କାର୍ଯ୍ୟ କରିକି ଆସିଲେ। ହେଲେ ମଧ୍ୟ ତେଣୁ ମୁଁ ଦେଖୁଛି ଆମର ମଣ୍ଡଳୀ ସେମାନେ ଚାରିଆଡେ ବିଭିନ୍ନ ସ୍ଥାନରେ ଗଲାବେଳେ ଆଉ ସେତେବେଳେ ତ ଅନେକ ନଥିଲେ, ଛୋଟ ଛୋଟ ପିଲାମାନେ ଏଇଠି ମଧ୍ୟ ଏଇ ପିଲା ଗୁଡାକ କିଛି ସେମାନେ ଜାଣନ୍ତି ନାହିଁ। ସେମାନେ ଉଠି ଯାଇଛନ୍ତି। ସେମାନେ ଆଉ ସବୁ ଆଉ ସତ୍ୟ ଆତ୍ମାର ଉପାସନା ଯେମିତି ସେ ଆକାରରେ ସବୁ କରୁଛନ୍ତି। ଚାରିଆଡେ ଏସବୁ ଦେଖି ମୁଁ ପ୍ରକୃତିରେ ମୋ ମନ ଆନନ୍ଦରେ ପରିପୂର୍ଣ୍ଣ ହଉଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ପ୍ରଭୁ ମୋ ପରିଶ୍ରମ ନିଷ୍ଫଳ ନୁହେଁ ତୁମ ସେବାରେ। ଗହମ ବୀଜ ମୃତ୍ତିକାରେ ପଡିକି ନ ମଲେ ଗୋଟିଏ ଥିବ, ଯଦି ପଡିକି ସେ ମରିବ ବହୁତ ହେଇଯିବ। ଯେକୌଣସି ବିହନକୁ ଆଉ ସେ ଭୂମିରେ ମାଟିରେ ପକେଇଲା ପରେ ପ୍ରଥମେ ସେ ସଢିକି ନଷ୍ଟ ହେଇଯିବ, ତାପରେ ସେ ଉଠିବ ଗଛ ହେଇକି ଶାଖା ପ୍ରଶାଖା ମିଳି ଫୁଲ ଫଳରେ ପୂର୍ଣ୍ଣ ହବ। ସେ 42 ବର୍ଷ ତଳେ 1982 ମସିହାରେ ଏ ଗହମ ବୀଜଟା ମୃତ୍ତିକାରେ ପଡିକି ମରିଗଲା। ପାଉଲ କହିଲେ ଆଉ ମୁଁ ନୁହେଁ, ଆଉ ମୁଁ ଆଉ ଜଗତ ମୋ ପ୍ରତି, ମୁଁ ଜଗତ ପ୍ରତି ଖ୍ରୀଷ୍ଟ କ୍ରୁଶରେ ହତ ହେଇଛି। ଖ୍ରୀଷ୍ଟ ମୋ ଭିତରେ ଜୀବିତ। ଆଉ ସେଇ ପ୍ରକାର ଭାବରେ ମୁଁ ମରିଗଲି, ଜଗତ ପାଇଁ ମରିଗଲି। ନା, ଜଗତର କିଛି ବି ମତେ ଦରକାର ନାହିଁ। ଏତେ ପରିଶ୍ରମ କରି ପାଠ ପଢିଛ ନାହିଁ, ମତେ ଯୀଶୁ ଚାହୁଁନାହାନ୍ତି ମୋ ସହିତ। ଏଇଠି ଗୋଟେ ଘର ସମସ୍ତଙ୍କର କରିଛ, ମୁଁ ମଧ୍ୟ ଘର ବନୁଛି ମନରେ। ବାରମ୍ବାର ପ୍ରଭୁ କଥା କରିବେ, ଛାଡ ମୁଁ ଚାଲିଲି। ନିଜର ଜ୍ଞାତି, କୁଟୁମ୍ବ, ସମାଜ, ଗ୍ରାମ, ମଣ୍ଡଳୀ ସବୁକୁ ମୁଁ ତ୍ୟାଗ କଲି। ମୋ ଜୀବନର ଲକ୍ଷ୍ୟ ବୋଲି କିଛି ନାହିଁ। ଏମିତି ମୋ ପୁଅ, ମୋ ଝିଅ, ମୋ ସ୍ତ୍ରୀ, ନହେଲେ ମୋ ପରିବାର, ନିଜ ଲୋକମାନେ, ମୋ ଜୀବନ, ସେମାନଙ୍କର ଭବିଷ୍ୟତ, ମୋର କିଛି 100ରୁ ପୁରା ନୀଲ ଏକଦମ ଶୂନ, କିଛି ମୋର ଲକ୍ଷ୍ୟ ନାହିଁ। ମୋର ଗୋଟିଏ ଲକ୍ଷ୍ୟ ପାଉଲଙ୍କ ପରି। ଯେହେତୁ ମୁଁ ପାଉଲଙ୍କ ବିଷୟରେ ବହୁତ କହୁଛି, ଆଉ ମତେ ନିଶ୍ଚୟ ପ୍ରଭୁ ପଚାରିବେ, ପବିତ୍ର ଆତ୍ମା ପଚାରିବେ, ଏତେ କଥା କହୁଛ ପାଉଲଙ୍କ ପରି କଣ ସବୁ ତମଠି ଅଛି? ହଁ ପଚାର। ଯେତେବେଳେ ପାଉଲଙ୍କ ଠାରେ ଗୋଟେ କନଫିଡେନ୍ସ ଥିଲା, କନଫିଡେନ୍ସ ପୂର୍ବରୁ ତାଙ୍କ ଠାରେ ଗୋଟେ ଡେଡିକେସନ ଥିଲା, ଉତ୍ସର୍ଗ ଥିଲା। କଣ ଉତ୍ସର୍ଗ? ଫିଲିପି 1:21 ସେ କଣ କହୁଛନ୍ତି? ମୋ ନିମନ୍ତେ ଜୀବନ ଧାରଣ ଖ୍ରୀଷ୍ଟ, ମୃତ୍ୟୁ ଭୋଗ ଲାଭଜନକ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚା କେବଳ ତାଙ୍କର ଲକ୍ଷ୍ୟ ଥିଲା। ଆମେ ଯଦି ସେପରି ପାଉଲଙ୍କ ପରି ହବାକୁ ଆମେ ଚାହୁଁଛୁ, ଆମଙ୍କର ମଧ୍ୟ ଲକ୍ଷ୍ୟ ଗୋଟିଏ, ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବା, ପରିବାର ପାଇଁ ନାହିଁ।
ପରିବାର ପ୍ରତି ଯେତିକି କର୍ତ୍ତବ୍ୟ ସେତିକି କରିବା, ଅଧିକ ଭାବରେ ନାହିଁ। ପ୍ରଭୁ ଯୀଶୁ କହିଲେ, ଯେ କି ପିତା କି ମାତା କି ଭ୍ରାତା କି ଭଗ୍ନୀ କି ଭାର୍ଯ୍ୟା ସନ୍ତାନ ସନ୍ତତି ଆପଣା ପ୍ରାଣକୁ ଯଦି ଆଉ ଅପ୍ରିୟ ଜ୍ଞାନ ନ କରିବ, ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋର ଯୋଗ୍ୟ ନାହିଁ। ପ୍ରଭୁଙ୍କ ପାଇଁ, ଯୀଶୁଙ୍କ ପାଇଁ, ସୁସମାଚାର ପ୍ରଚାର ପାଇଁ, ପ୍ରଭୁଙ୍କର କାର୍ଯ୍ୟ ପାଇଁ, ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି କରିବା ପାଇଁ, ମଣ୍ଡଳୀ କରିବା ପାଇଁ, ସତ୍ୟ ଉପାସନା ଲୋକମାନଙ୍କୁ ଶିଖେଇବା ପାଇଁ ଆମମାନଙ୍କୁ ପରିବାରକୁ ତ୍ୟାଗ କରି ଆମମାନଙ୍କୁ ଯିବାକୁ ହବ। ଅବ୍ରାହମକୁ ସେମିତି କହିଲେ, ଜ୍ଞାତି କୁଟୁମ୍ବ ଦେଶ ସବୁ ତ୍ୟାଗ କରି ଆମେ ଯୋଉଠି କହିବା ସେଠିକି ଚାଲ। ଆକାଶର ତାରା ପରି ସମୁଦ୍ର ବାଲି ପରି ତୁମର ବଂଶ ହବ। ତମର ତ ବର୍ତ୍ତମାନ 75 ବର୍ଷ ପିଲା ଛୁଆରେ କିଛି ନାହିଁ। ତୁମ ଦ୍ୱାରା ପୃଥିବୀର ସବୁ ଲୋକମାନେ ଆଶୀର୍ବାଦ ପାଇବେ। ତୁମର ନାମକୁ ଆମେ ମହତ୍ କରିବା ଇତ୍ୟାଦି। ହାଲେଲୁୟା। ଡେଡିକେସନ ଦରକାର, ଉତ୍ସର୍ଗ ଦରକାର। ନିଶ୍ଚୟ ଆମଙ୍କ ମଧ୍ୟରେ କିଛି ତ ଅଛି, ଅଳ୍ପ କି ବେଶୀ ପରିମାଣରେ, ମୁଁ ମନା କରୁନାହିଁ କାହାକୁ, ମାତ୍ର କଣ ସେଟା ପାଉଲଙ୍କ ପରି ହେଇଛି କି? ସେଠି ଆମକୁ କରିବାକୁ ହବ। ପାଉଲଙ୍କର ଶିକ୍ଷା ପ୍ରଚାର କଣ ଥିଲା, କେମିତି ଥିଲା ତାଙ୍କର ଟିଚିଂ ଆଣ୍ଡ ପ୍ରିଚିଂ? ଆମକୁ ପାଉଲଙ୍କ ପରି ମୋ ନିଜ ପରି କଲେ ହବ ନାହିଁ, ମତେ ପାଉଲଙ୍କ ପରି କରିବାକୁ ହବ। ଆମ ସମସ୍ତଙ୍କୁ, ତାହେଲେ ଯୋଉ ଅଳ୍ପ ଲୋକଙ୍କୁ ଯୀଶୁ ମନୋନୀତ କରିଥିଲେ, ଯୀଶୁଙ୍କର ଶିଷ୍ୟମାନେ କେତେ ଜଣ ଥିଲେ? 12 ଜଣ। ଏ 12 ଜଣ ସେମାନେ ମିଶିକି ଜଗତକୁ ଓଲଟ ପାଲଟ କରିଛନ୍ତି। ହାଲେଲୁୟା। ଆମେ କାହିଁକି ସେମିତି କରିପାରିବା ନାହିଁ? ସେମାନେ ତ ଆମ ପରି ମଣିଷ ଥିଲେ, କାହିଁ କରିପାରିବାନି? ଯୀଶୁ ଆମ ଠାରୁ ସେଇଟା ଆଶା କରୁଛନ୍ତି, ନହେଲେ ପ୍ରଭୁ ଦୁଃଖିତ ହେବେ। ସେମାନେ କଲେ, ତମେ କରିପାରିଲ ନାହିଁ। ସେମାନଙ୍କୁ ଦର୍ଶନ ଦେଇଥିଲି, ତମକୁ ବି ମୁଁ ଦର୍ଶନ ଦେଲି। ସେମାନଙ୍କୁ ପବିତ୍ର ଆତ୍ମା ଦେଲି, ତମକୁ ବି ମୁଁ ଦେଲି। ସେମାନଙ୍କୁ ଶକ୍ତି ଦେଲି, ତମକୁ ବି ଶକ୍ତି ଦେଲି। ତୁମ ଚକ୍ଷୁ ଖୋଲା ହେଲା, ସତ୍ୟ ଜାଣିଲ ତମେ, ସେମାନଙ୍କର ତମର ମଧ୍ୟ ହେଲା। କାହିଁ କଲ ନାହିଁ ତମେ? ଯୋଉ 5 ତୋଳା 2 ତୋଳା 1 ତୋଳା ଯାହାକୁ ଦିଆହେଲା, ମାଥ୍ୟୁ 25 ପରେ କଣ ଲେଖା ଅଛି? ଯେ 5 ତୋଳା 2 ତୋଳା ପାଇଲା ତৎକ୍ଷଣାତ୍ ବ୍ୟବସାୟ କରିବାକୁ ଗଲା। ଯେ 1 ତୋଳା ପାଇଛି ସେ କୁଆଡେ ଯାଇନାହିଁ, ପୋତିକି ରଖିଛି। ସେମିତି କହିବେ, ପ୍ରଭୁ ସେମାନଙ୍କୁ ଯାହା ଦେଲି ତମକୁ ବି ଦେଇଛି। କଥା ହେଲା, ସେମାନେ ବ୍ୟବସାୟ କରିବାକୁ ବାହାରି ଗଲେ ଶୀଘ୍ର କରି। ତମେ ହୁଏତ ଯାଇନ, ନହେଲେ ବହୁତ ନେଗ୍ଲେକ୍ଟ କରିଦଉଛ, ସେଟା ପାଇଁ ହେଇପାରୁନାହିଁ। ତେବେ ଗୋଟିଏ ଡେଡିକେସନ, ଉତ୍ସର୍ଗ, ଆଉ ମୁଁ ମୋ ଜୀବନକୁ ସେମିତି ରଖିଛି, ମୁଁ ଉତ୍ସର୍ଗ କରିଦେଇଛି। ଯେଦିନ ବଞ୍ଚି ପରିବାର ପ୍ରତି କର୍ତ୍ତବ୍ୟ କରୁଛି। ଏଇଠି ଥାଇକି ବେଳେ ବେଳେ କମ୍ ଭାବରେ ଫୋନ କରୁଛି। ମୋର ବହୁତ ଆକର୍ଷଣ ମୋ ନାତି ବର୍ତ୍ତମାନ ମୋ ପାଇଁ, ଆଉ ପ୍ରାୟ 7-8 ବର୍ଷ, ଆଉ ବହୁତ ସେ ମତେ ଭଲ ପାଏ, ମୁଁ ମଧ୍ୟ ବହୁତ ପ୍ରେମ କରେ ତାକୁ। ତାର ଯାହା ଆବଶ୍ୟକ ସେ କହିବା ପୂର୍ବରୁ ମୁଁ ସବୁ କରିଦିଏ। ଆଉ ତେଣୁ ମତେ ସେ ବହୁତ ଖୋଜେ। ଆଉ କିନ୍ତୁ ନାଇଁ, ମୁଁ ଆସିଲା ବେଳେ କହିକି ଆସିବି, ବାବା ମତେ ଏଥର ପଚାରିବନି। ସେଥର ବାରମ୍ବାର ଫୋନ କରିକି ସେ ଆଉ ଗୁଟି ଗୁଡା କହିକି, ଆଉ ଏଇ ପାଷ୍ଟର କଥା ହବ, ଆଉ ପାଷ୍ଟର ଅଙ୍କଲ ଏ ଆମର ସାଙ୍ଗସଙ୍ଗ ପାଷ୍ଟର କରିବେ, ଆଉ ଭଲ ଅଛ? ହଁ ମୁଁ ଭଲ ଅଛି, ତମେ ଅଜାଙ୍କୁ ଶୀଘ୍ର ପଠେଇ ଦିଅ। या को जे कहबे भलो अछि त अजांको से पठेई दे आ केते दिन रहिबो तमे नले मु आसीबी तुमको नै एथर को जी बाबा मते आ सेमती करियोनी प्रभु को काम रे जाउची भलो रे न कले आ प्रभु खुशी हेबे नै आ से कहि दो भलो रे कले बहुत पैसा तुमको देबे बोले आ से कोन कोची ता भाषा रे अंबानी हे जीवो तो धनी लोक बोले हां नले केम दियो आ तमे जहा चाहू मु तुमको देबी केमती काम कले से न हो ना बाबा मते आ जमा बुझिबनी आ से मते खोजिनी पचारनी मो झियो कहूतला से दिन गत रविवार रे घर को आछबी जे मो सुखे के बसी गुडे जागा मो झियो पचला कोन ला काहे केमती बसछु नाही किछ नाही नारे कोन उडे हिचु तो अजा थिले मते कहि थांदे बाबा एटा खाइबो सेटा खाइबो कोन करे सब कहि आउ लोको तापरे कहछि मामा टिके फोन लगेबो मु खाली पचारिबी केबे आसीबो एडो कह नाही नाही एबे ताके मीटिंग होतो आमे से तो खाइडा थिलु 10टा पर मीटिंग हम टिके पचारिबी केबे आसीबो आउ किछि करबी नाही नाही मीटिंग होतो बरा कहली मना करी अब से चुप ही गला आ मो से कथा है से भी साहस करनी मत से पचारू जते जहा कहले मत सब मने पकु जे सब कहू ठीक ठाक तार स्कूल को तबा पानी छाड़ो तापरे स्कूल आसल को मु निजे जीवी ताको नै के आसुथिबी रास्ता रास्ता केते कोन से करूथिबो जे जहा करे ता मय करे चुपचाप आजि के बढ़ी गलानी से जानू चुपचाप कि से मोटे पिज्जा दुकान आसे तार सामने रे सेटा बहुत पसंद करे चुप ही चलथिबो बोले बाबा कोन किछ कहबार अछि कि नहीं नहीं वो मु जानी तुम मन कथा घर पहुंचा मु फेरबी नहीं
ପିଜା ଖାଇବାକୁ ଇଚ୍ଛା ଥିଲା ଯେ ସେ ପିଜା ଗୋଟେ 150-200 ଟଙ୍କା। ମୁଁ ଜାଣିଛି, ମୁଁ ସେଇଥିପାଇଁ ପଚାରିଲି। ବୋଲେ ବୋଲେ ନାଇଁ ନାଇଁ ଥାଉ, କଣ ପାଇଁ ତମର ବହୁତ ଖର୍ଚ୍ଚ ହେଇଯାଉଛି, ବଢିଗଲାଣି ବୁଝୁଛି। ହଉ ଚାଲ ଚାଲ, ଆଉ ନର୍ମାଲ ସାଇଜ ନେବି, ରେଗୁଲାର ନେବି ନା ଆଉ କଣ ସେ ଲାର୍ଜ ସାଇଜ ନେବି? ରେଗୁଲାର ହେଲେ 150 ଟଙ୍କା, ଲାର୍ଜ ହେଲେ 200 ଟଙ୍କା। ଯାଅ ତମେ ଆଉ ସେ ଇଏ ଲାର୍ଜ ବାଲା ନେଇକି ଆସ। ହଁ ନେଇକି ଆସି ଥ୍ୟାଙ୍କ ୟୁ ଅଜା ମତେ କୁଣ୍ଡେଇ ଧରି କହିବ ଇତ୍ୟାଦି ସବୁ। କିନ୍ତୁ ମୁଁ କହିଲି ନାହିଁ, ଆଉ ଏସବୁ ମନେ ପକେଇଲେ ହବ ନାହିଁ। ଖ୍ରୀଷ୍ଟଙ୍କ ନିମନ୍ତେ ନିଜର ପ୍ରାଣକୁ ମଧ୍ୟ ଅପ୍ରଜ୍ଞାନ କରିବାକୁ, ନହେଲେ ଯୀଶୁ କହିଲେ ମୋର ଯୋଗ୍ୟ ହେଇପାରିବ। ଯଦି ଆମେ ଘର ଦ୍ୱାରକୁ ବେଶୀ ଗୁରୁତ୍ୱ ଦେବା, ପ୍ରଭୁ ଖୁସି ହେଇପାରିବେନି। এই ପାଉଲ ସବୁ କିଛି ତ୍ୟାଗ କରିଚାଲେ। ପିତର ଅନ୍ୟାନ୍ୟ ପ୍ରେରିତ ମାନେ ସେମାନେ କହିଲେ ପ୍ରଭୁ ଆପଣଙ୍କ ପାଇଁ ମାନେ ସର୍ବସ୍ୱ ତ୍ୟାଗ କରିଛୁ। ଟିକେ ନିଜକୁ ଚିନ୍ତା କରି ପଚାରିବା, ଆମେ କଣ କହିପାରିବା ଯୀଶୁଙ୍କୁ, ପ୍ରଭୁ ମୁଁ ତୁମ ପାଇଁ ସର୍ବସ୍ୱ ତ୍ୟାଗ କାମ କରୁଛୁ, ଗୀର୍ଜା କରୁଛୁ, ପ୍ରାର୍ଥନା କରୁଛୁ, କୋଉଠି ପ୍ରଭୁଙ୍କ କଥା କହୁଛୁ, କଣ କଣ କରୁଛୁ, ଏଇ କଥା କହିପାରିବା କି ପ୍ରଭୁ ତୁମ ପାଇଁ ମୁଁ ସର୍ବସ୍ୱ ତ୍ୟାଗ କରିଛି? ସେ ପଏଣ୍ଟକୁ ଯିବାକୁ ଏଇଟା ହଉଛି ଡେଡିକେସନ ପାଉଲଙ୍କର। ତେଣୁକରି ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟ ତମାନେ ଦେଖୁଛ, କୋଉ ଦିନେ 2 ଦିନ 3 ଦିନ କିମ୍ବା ଗୋଟିଏ ସପ୍ତାହ ପାଇଁ ନାହିଁ, ଦିନ ଦିନ କେବେ କେବେ ମାସ ମାସ ପର୍ଯ୍ୟନ୍ତ ମଧ୍ୟ ଭୁଲିଯାଏ ପ୍ରଭୁଙ୍କର କାର୍ଯ୍ୟ ଆପ୍ରାଣ ଉଦ୍ୟମ କରି ଆଉ କରିକି ତାପରେ ମୁଁ ଫେରି ଯାଇଥାଏ। ସେଟା ଆମମାନଙ୍କର ଆବଶ୍ୟକ। ଈଶ୍ୱରଙ୍କ ଠାରେ ପ୍ରକୃତରେ ମୁଖାପେକ୍ଷା ନାହିଁ। ପାଉଲଙ୍କର ଗୋଟେ ହେଲେ ଡେଡିକେସନ, ତାଙ୍କର ଶିକ୍ଷା ପ୍ରଚାର କୋଉ ପ୍ରକାର ଭାବରେ କରୁଥିଲେ, ଗୋଟେ ଡେଡିକେସନ ମାନେ ଉତ୍ସର୍ଗ ସହିତ ନିଜକୁ ଉତ୍ସର୍ଗ କରି କରୁଥିଲେ। ଜୀବନର ଲକ୍ଷ୍ୟ କିଛି ନାହିଁ, ଜୀବନର ଲକ୍ଷ୍ୟ ଖ୍ରୀଷ୍ଟ, ଜୀବନର ଲକ୍ଷ୍ୟ ସୁସମାଚାର ପ୍ରଚାର, ଜୀବନର ଲକ୍ଷ୍ୟ ଆତ୍ମାଲାଭ, ଜୀବନର ଲକ୍ଷ୍ୟ ମଣ୍ଡଳୀ ସ୍ଥାପନ କରିବା, ଜୀବନର ଲକ୍ଷ୍ୟ ସତ୍ୟ ବାକ୍ୟ କହିବା ଆଉ ସତ୍ୟ ଉପାସନା ସବୁ କରିବା ଲୋକମାନଙ୍କ ମଧ୍ୟରେ, ସେଇଟା ତାଙ୍କ ଜୀବନର ଲକ୍ଷ୍ୟ। ତେଣୁ ବାରମ୍ବାର ପବିତ୍ର ଆତ୍ମା କହୁଛନ୍ତି ପାଉଲଙ୍କ ଦ୍ୱାରା ତୁମମାନେ ମୋ ପରି ହୋ। ଆମେ କେବେ କୋଉ ଦିନ ଗୋଟେ ଆସିବା ଆମ ଜୀବନରେ ଅନେକ କଥା କହୁଛୁ, ଆମେ କଣ ଏଇ କଥା କହିବା? ମୁଁ କଣ କହିପାରି ତୁମମାନେ ମୋ ପରି ପାଷ୍ଟର ବେଞ୍ଜାମିନ ବେହେରା ପରି ହୋ? ଆଉ ପାଷ୍ଟର ଆଲଫନ୍ସ କଣ କହିପାରିବେ ଯେ ତୁମମାନେ ସମସ୍ତେ ପାଷ୍ଟର ଆଲଫନ୍ସଙ୍କ ପରି ହୋ, ଆଲଫନ୍ସ ନାଇଁ ପରି? ପାଷ୍ଟର ସାମସନ କଣ କେବେ ପ୍ରଚାର କରି କହିବେ ତୁମମାନେ ସମସ୍ତେ ପାଷ୍ଟର ସାମସନ କୁମାର ପାଲ ପରି ହୋ? ଜଣେ କଟକରେ ମତେ ବହୁ ତାଙ୍କ ନାଁରେ କଥା କହିଲେ। ତାଙ୍କ ନାଁରେ ଏମିତି ଏମିତି ସେ ଟୋକା 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 କହିଛି। ସେ କିଶୋର ନା ସେ ବାପା ମାନେ ସେ ଜଲ୍ଦି ପାଲର ସେ ପୁଅ, ସେ ଟୋକା, ସେ କିଶୋର ବଡ ତୁଚ୍ଛ। ତାର କଣ ତାଙ୍କ ସହିତ କଣ ହେଇଥିଲା ମୁଁ ଜାଣେ ନା। ସେ ଯୋଉଟା ବି ହଉ, ମୋର ଡାହାଣ ବାମ ହିଁ ସବୁ କାର୍ଯ୍ୟ କରୁଛନ୍ତି। ମୁଁ ଏତେ କାର୍ଯ୍ୟସ୍ଥାନ ମଧ୍ୟରେ କରୁଛି, ଅନେକ ଶୁଣିଲେ ମୁଁ ଆଉ ରହିପାରେନି। ବାଧ୍ୟ ହେଇକି ତାଙ୍କୁ ଖୋଲା ଖୋଲି ଭାବରେ କହିଲି ଲୋକଙ୍କ ସମ୍ମୁଖରେ, ସେ ଆଉ ସେ କିଶୋର ପାଲ ନାହିଁ କି ସେ ଟୋକା ଜଲ୍ଦି ପାଲର ପୁଅ ନାହିଁ, ସେ ହଉଛନ୍ତି ପାଷ୍ଟର ସାମସନ କୁମାର ପାଲ। ତମେ ବୁଝିପାରିବ ନାହିଁ ତାର ଗୁରୁତ୍ୱ ମହତ୍ଵ କେତେ। କୋଉଥିପାଇଁ ତମର ଗର୍ବ ଅଛି? ପାଠ ପଢିଛ ବୋଲି, ସହରରେ ଅଛ ବୋଲି ନା, ନା କୋଉଥିପାଇଁ ତମର ଅଛି? କୋଉ ଭାବରେ ତାଙ୍କ ସଙ୍ଗେ ତମେ ସମାନ? କଣ କଣ ମୋର ବାହାରିଗଲା, ମୋର ଆଉ ତାର ହିସାବ କିତାବ ନାହିଁ। ସେ ପଥର ପାଲଟିଗଲା ଏକଦମ ମୋ କଥାରେ। ପରେ ମୁଁ ଚିନ୍ତା କଲି, ମୋର ଟିକେ ଆତ୍ମୀୟ ସମ୍ପର୍କ ଲୋକ, ଏତେ କଥା କାହିଁ କହିଲି ବାରମ୍ବାର କରି କହୁଥିଲେ। ତେଣୁକରି ମୋ ନିଜର ପୁଅ କି ଝିଅ କି କାହାକୁ କହିଥିଲେ ମତେ ପୁଣି ତ ବାଧନ୍ତା। ସେମାନେ ତ ଆତ୍ମିକ ଭାବରେ ଆମର ସବୁ କିଛି ସେମିତି। ତେଣୁ ପ୍ରଭୁଙ୍କର ଧନ୍ୟବାଦ। ଠିକ ଅଛି, ଅନେକ କିଛି କାର୍ଯ୍ୟ କରୁଛୁ, ମାତ୍ର ପ୍ରଭୁ ଆମକୁ କହିବା ପାଇଁ ଚାହୁଁଛନ୍ତି ତମାନଙ୍କୁ ପାଉଲଙ୍କ ପରି କହିବାକୁ ହବ। ଆଉ ପାଷ୍ଟର ଦାନିଏଲ ଅନ୍ୟମାନେ ସମସ୍ତେ ତୁମମାନେ ସମସ୍ତେ ମୋ ପରି ହୋ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେତେବେଳେ ପ୍ରକୃତରେ ପ୍ରଭୁଙ୍କର କାର୍ଯ୍ୟ ଦେଖିବା ଆମେ, ଯେପରି ପାଉଲଙ୍କ ଦ୍ୱାରା ଆଦ୍ୟ ମଣ୍ଡଳରେ ସେଇ ପ୍ରକାର ଭାବରେ ଆମମାନଙ୍କ ମଧ୍ୟରେ ମଧ୍ୟ ହବ। ତେଣୁ ଆମକୁ ପଚାରିଲେ ତମେ ମୋ ପରି ହୋ ବୋଲି ଯଦି ଆମେ କହିପାରୁନୁ, ତାହେଲେ ଟିକେ ଆମର ଉଣା ରହିଛି। ବେଶୀ ଉଣା ଥିବ, ନହେଲେ କମ୍ ବି ଉଣା ଥିବ। ବେଶୀ ଉଣା କି କମ୍ ଉଣା କଥା ନାହିଁ। ପାଉଲ କହୁଛନ୍ତି ମୋ ପରି ହବାକୁ ପଡିବ। କାହିଁକି? ପାଉଲ ନାହାନ୍ତି ଜଗତରେ, ପାଉଲ ଆସିବେନି। ଆଉ ଯୀଶୁଙ୍କ ଆଗମନ ପର୍ଯ୍ୟନ୍ତ ସେ ଆସିବେନି। ତାଙ୍କ ମନ ବି କଣ ହଉଥିବ ଦରକାର ହେଲେ, ହଉ ପ୍ରଭୁ ଚାହୁଁଥିଲେ ତାପରି ଲୋକ ଉଠନ୍ତେ କି ପ୍ରଭୁଙ୍କ ରାଜ୍ୟ ବଢନ୍ତା। ଆମକୁ ସେଇ ପ୍ରକାର ଆହ୍ୱାନ ଦିଆଯାଇଛି ଯେପରିକି ପାଉଲଙ୍କୁ ଦିଆଯାଇଥିଲା। ଆମେ କାହିଁକି ସେ ଆମର ଯୋଗ୍ୟ ଆଚରଣ କରିବା ନାହିଁ? କଣ ମୁଁ କହିଲି, ତାଙ୍କର ଗୋଟେ କନଫିଡେନ୍ସ ଥିଲା। ତାଙ୍କର ଶିକ୍ଷା ପ୍ରଚାର ଦ୍ୱିତୀୟ ବିଷୟ, ପ୍ରଥମ ହେଲା ଡେଡିକେସନ ଉତ୍ସର୍ଗ, ଦ୍ୱିତୀୟ ହେଲା ଆଉ କଣ ସେଇ କନଫିଡେନ୍ସ ମାନେ ଗୋଟେ ନିଶ୍ଚୟତା, ଗୋଟେ ଭରସା। ଫିଲିପିଓ 4:13 କଣ ସେ କହୁଛନ୍ତି, ମୋର ଶକ୍ତି ଏତା ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଁ ସମସ୍ତ, এই ପ୍ରକାର ଗୋଟେ କନଫିଡେନ୍ସ ଆମଠାରେ ରହିବାକୁ ହବ। କାରଣ ଯୀଶୁ ନିଜେ କହିଲେ ମାର୍କ 9:23 କଣ କହିଲେ, ବିଶ୍ୱାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ।
ସେଇଟା ଆମମାନଙ୍କ ଭିତରେ କନଫିଡେନ୍ସଟା ରହିବାକୁ ହବ। এই ଭରସା ଗୋଟେ ନିଶ୍ଚୟତା ମୁଁ କରିପାରିବି ଖ୍ରୀଷ୍ଟଙ୍କ ସାଥିରେ ସବୁ କିଛି। ଯୀଶୁ କହିଲେ ଯଦି ସୋରିଷ ଉପରେ ବିଶ୍ୱାସ ଥିବ ତାହେଲେ ପରବର୍ତ୍ତୀ କହିଲେ ତୁମମାନଙ୍କର କିଛି ଅସାଧ୍ୟ ହବ ନାହିଁ। ଆମ ଭିତରେ ଏଇଟା ରହିବାକୁ ଅନେକ ସମୟ ମୁଁ ପ୍ରାର୍ଥନା କଲାବେଳେ ବାରମ୍ବାର ଏଇଟା ଏକା କଲାବେଳେ ରିପିଟ୍ କରେ ମୋର ଶକ୍ତି ଏତେ ଖ୍ରୀଷ୍ଟଙ୍କ ସାଥିରେ ମୁଁ ସମସ୍ତ କରିପାରେ, ମୋର ଶକ୍ତି ଖ୍ରୀଷ୍ଟଙ୍କ ସାଥିରେ ମୁଁ ସମସ୍ତ କରିପାରେ, ମୋର ଶକ୍ତି ଏତେ ଖ୍ରୀଷ୍ଟଙ୍କ ସାଥିରେ ମୁଁ ସମସ୍ତ କରିପାରେ। କହିଚାଲେ ମନ ଭିତରେ ଗୋଟେ କନଫିଡେନ୍ସ ଆସୁଛି ସେତେବେଳକୁ। ମୋର କିଛି ଅସାଧ୍ୟ ହବ ନାହିଁ, ମୋର କିଛି ଅସାଧ୍ୟ ହବ ନାହିଁ, ମୋର କିଛି ଅସାଧ୍ୟ ହବ ନାହିଁ, ଏମିତି ପ୍ରାର୍ଥନା କରୁ। ଆଉ ଯେତେବେଳେ ମତେ ପ୍ରଭୁ ଆଉ ସେ ରବ ଦ୍ୱାରା ଯୌନ 14:12 ସ୍ମରଣ କର ତ ଦ୍ୱାରା ଗୋଟେ ମହତ୍ ଆଶ୍ଚର୍ଯ୍ୟ କର୍ମ କଲେ, ସେଇଟାକୁ ମଧ୍ୟ ମୁଁ ମନେ କରେ। ସେଠି ଯାହା ଲେଖା ଅଛି ସତ୍ୟ ସତ୍ୟ ମୁଁ ତୁମକୁ କହୁଛି ଯଦି କେହି ମୋର ବିଶ୍ୱାସ କରେ ମୁଁ ଯୋଉ ଯୋଉ କର୍ମ କରିଛି ସେ ବିଶେଷ ସବୁ କର୍ମ କରିବ, ତା ଅପେକ୍ଷା ଅଧିକ ମହତ୍ କର୍ମ କରିବ। ମୁଁ ମୋର ପ୍ରାର୍ଥନାରେ କହେ ପ୍ରଭୁ ଯୀଶୁ ଯେହେତୁ ମୁଁ ତୁମର ବିଶ୍ୱାସ କରୁଛି, ତୁମେ ଯୋଉ ଯୋଉ କର୍ମ ସବୁ କରିଛ ମୁଁ ସେ ସବୁ କର୍ମ କରିବି, ତାଠାରୁ ଅଧିକ ମହତ୍ କର୍ମ କରିବି। ବାରମ୍ବାର ମୁଁ କହିକି ନିଜ ମନକୁ ମୁଁ ବ୍ରେନ୍ ୱାଶ କରେ। ନା ମୁଁ ପାରିବି ହେଇପାରିବନି ଏଇଟା ସେଇଟା ନା। ପାଉଲ ସେୟା କହୁଛନ୍ତି ମୋର ଶକ୍ତି ତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। I can do all things through Christ who strengthens me। ସେଇ ପ୍ରକାର ଗୋଟେ କନଫିଡେନ୍ସ ରହିକି ଆମକୁ ଚାଲିବାକୁ ହବ। ପ୍ରଭୁ ନିଜେ କହିଲେ ତାଙ୍କୁ ଦେଖ ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଶୟତାନକୁ ଅନୁମତି ଦିଆହେଇଛି ସେ କିଛି ସମୟ କାର୍ଯ୍ୟ କରିବ ନିଶ୍ଚୟ, ମାତ୍ର କିଛି ସମୟ ପରେ ଅଳ୍ପ ସମୟ ପରେ ରୋମିଓ 16:20 ଅନୁସାରେ କଣ କରିବେ? ଶୀଘ୍ର ଶୟତାନକୁ ତୁମମାନଙ୍କର ପାଦ ତଳେ ଦଳି ପାଇଁ ମତେ ସ୍ୱପ୍ନରେ ପ୍ରଭୁ ତା ଦେଖିଲେ କଟକ ଗଲା ପରେ କେତେ ବିଷୟ ସେ ସବୁ ଘଟି ସେଠି ତାଳନା ମଧ୍ୟ ହେଇଛି। କାରଣ ଯୋଉଠି ପ୍ରକୃତ ଧର୍ମ ଜୀବନ ଯାପନ ଲୋକ କରିବେ ସେଠି ତାଳନା ଭୋଗ କରିବେ ବୋଲି ପାଇଲେ ସେଟା କଟକ ହଉ କି କୁଚୁଡା ହଉ କି ସେ ଗଜପତି ହଉ କି ନହେଲେ ଆଉ କୋଉଟା ବି ହଉ, ଅଶିକ୍ଷିତ ବା ଶିକ୍ଷିତ ସବୁ ଜାଗାରେ ସେଟା ହେଇଗଲା। 2 ତିମୋଥୀ 3:12 ଅନୁସାରେ କିନ୍ତୁ ମତେ ଦେଖିଲେ ପ୍ରଭୁ ବିରାଟ ବଡ ରାକ୍ଷସ ମୁଣ୍ଡ ଚାରିଆଡେ ବୁଲୁଛି, ସମସ୍ତେ ଭୟ କରୁଛନ୍ତି। ଆଉ ମାତ୍ର ଶେଷରେ ଯେତେବେଳେ ମୋ ପାଖକୁ ଆସେ ସବୁ ଘୋଷଣା କରାଯାଉଛି ସେ ରାକ୍ଷସ ମୁଣ୍ଡ ପାଷ୍ଟର ବେଞ୍ଜାମିନ ବେହେରାଙ୍କ ଘରକୁ ଯାଉଛି। ଭାଗ୍ୟ ସେ ମୋ ସ୍ତ୍ରୀ ପିଲାମାନେ ପଛରେ ଠିଆ ହେଇଛନ୍ତି ଭୟ କରି। ଆସି ବିରାଟ ବଡ ରାକ୍ଷସ ମୁଣ୍ଡ, ତା ଦେହରେ ଜୀବନ ଅଛି, ବେକରୁ ଉପରକୁ ଦେଖାଯାଉଛି, ତଳକୁ ଦେଖାଯାଉନି, ଏକଦମ ଆଖି ବନ୍ଦ ଯାଉଛି। ସେ ଗେଟ୍ ଯେମିତି ଛୁଇଁଲା ଟିଣ ଗେଟା ଭୟଙ୍କର ଶବ୍ଦରେ ଖୋଲିଗଲା। ମୁଁ କହୁଛି ଯୀଶୁଙ୍କ ରକ୍ତର ଏମାନଙ୍କୁ କହୁଛି ଭୟ କରନି, ମୋର ସେ କିଛି ଖାଲି ତମାନଙ୍କର କ୍ଷତି କରିବ। ପଛରେ ଅଛନ୍ତି ଯେତେ କହିଲେ ସେ ମାନୁନାହିଁ, ଆସି ପହଞ୍ଚିଗଲା। ମାତ୍ର ପ୍ରଥମ ପିତରେ ଲେଖା ହେଇଛି 5 ପର୍ବ ତାର 8 ପଦରେ କଣ ଲେଖା ଅଛି? 8-9 ପଦରେ ବିଶ୍ୱାସରେ ସ୍ଥିର ରହିକି ଅଟଳ ରହି ତାର ପ୍ରତିରୋଧ କର। ସିଂହରେ ଗର୍ଜନ କରୁଛି ବିଶ୍ୱାସରେ ସ୍ଥିର ରହି ତାର ପ୍ରତିରୋଧ। ମୁଁ ସେମିତି ସ୍ଥିର ରହି ପ୍ରତିରୋଧ କରୁଛି ସ୍ୱପ୍ନରେ। ହଠାତ୍ ଏତେ ବଡ ରାକ୍ଷସ ମାନେ ଗୋଟେ ଛୋଟ ମୂଷା ହେଇଗଲା, ପାଦ ପାଖରେ ପଡିଲା। ମୋ ଡାହାଣ ପାଦ ଉଠେଇ ଦଳିଦେଲି, ମଲା, ତା ଲାଙ୍ଗୁଡ ଧରି ବହୁତ ଦୂର ଫିଙ୍ଗିଦେଲି। ରୋମିଓ 16:20 ଅନୁସାରେ ଏମିତି ଅନେକ ବଡ ବଡ ସମସ୍ୟା ଗୁଡାକ ଆସିଛି। ହଟି ଯାଇଛି, ସେ ସବୁ ହଟିଯିବ, ତମଠାରୁ ମଧ୍ୟ ହଟିଯିବ। ବିଶ୍ୱାସରେ ଅଟଳ ରହିବାକୁ ପଡିବ। କାରଣ ତାର ସ୍ଥାନ ଶୟତାନର ସ୍ଥାନ ସେ ତ ମଧ୍ୟ ଆକାଶରେ ଘର ବାନ୍ଧିଛି, ମାତ୍ର ତାର ପ୍ରକୃତ ସ୍ଥାନ ଆମର ପାଦ ତଳେ। ଶାନ୍ତି ଦେଶ ଶୀଘ୍ର କିଛି ସମୟ ପରେ ବ୍ୟସ୍ତ ବିଚଳିତ ବିବ୍ରତ ହବାର ନାହିଁ। ପ୍ରଭୁଙ୍କର ଧନ୍ୟବାଦ ହଉ। ପାଉଲଙ୍କର ଶିକ୍ଷା ପ୍ରଚାର ଅନୁସାରେ ଆମମାନଙ୍କୁ କରିବାକୁ ହବ, ତାହେଲେ ଯେପରି ଈଶ୍ୱରଙ୍କ ରାଜ୍ୟ ତାଙ୍କ ଦ୍ୱାରା ବୃଦ୍ଧି ହେଲା ଆମମାନଙ୍କ ଦ୍ୱାରା ମଧ୍ୟ ସେପରି ବୃଦ୍ଧି ହବ। ସେଇ ପ୍ରକାର ଦାୟିତ୍ୱ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ମତେ କଥା କହିଲେ ଆଉ ସେ ଅନୁସାରେ ମୁଁ କାର୍ଯ୍ୟ କରିକି ଆସିଛି ଆଜି ପର୍ଯ୍ୟନ୍ତ, ଏ 42 ବର୍ଷ ପର୍ଯ୍ୟନ୍ତ। ତାଠାରୁ ଅଧିକ ସମୟ ହେଲାଣି ଅଟକ ରହିଲେ ମଧ୍ୟ ବେଶୀ ମତେ ଫରକ ଲାଗୁନାହିଁ। ଆମେ ଯେମିତି ନିୟମକୁ ଯେ ସେ ଅନୁସାରେ 6 ମାସରେ ଥରେ ତ ମୁଁ ଆସିକି ଏତେ ଦିନ ରହିକି ସବୁ ଭୁଲି ଯାଉଛି। ଆଉ ତାପରେ ବିଭିନ୍ନ ସ୍ଥାନକୁ ମଧ୍ୟ ଯୋଉ ସବୁ ବାପ୍ଟିଷ୍ଟ ଏରିଆରେ କାମ କରୁଥିଲେ ସେ ସ୍ଥାନ ମାନଙ୍କୁ ଯାଉଛି। ତାପରେ ଯୁଆଡେ ଗଲେ ମଧ୍ୟ ଯାଉଛି। ତମାନଙ୍କର ସମସ୍ତଙ୍କର ପ୍ରାର୍ଥନା, ସହଯୋଗ, ସମର୍ଥନ, ସ୍ନେହ, ସାହାଯ୍ୟ ସବୁ ହେତୁରୁ ପ୍ରଭୁ ମତେ ରଖିଛନ୍ତି ସମାନ ଭାବରେ। ବାରମ୍ବାର କରି ଆମର ଆଉ ଇଏ ସଲୋମନ କହୁଥିବ, ମୁଁ କହିଲି ମୁଁ ତାକୁ କହେ ତୁ ଖାଲି ମତେ ଟେକି ଟେକି ରଖୁନି। ନାଇଁ ଭାଇନା ଟେକି ଟେକି ରଖୁନି, ପୁରା ତ ତମେ ଯବାନ ଲୋକ ପରି ଅଛ, ଯେମିତି ଥିଲ ସେମିତି ତମେ ଚାଲିପାରିବ, ତମେ ସବୁ କରିବ। ମୁଁ କହିଲେ ବେଶୀ ଟେକୁଛୁ, ମୁଁ ଜମା ଟେକୁ ନାହିଁ ସେ କହୁଛି। ହଉ ବାଇବେଲରେ ଲେଖା ହଉଛି ଯୋଉମାନେ ସଦା ପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରୁ ଉଠିବେ, ଶ୍ରାନ୍ତ ନେଇ ଦୌଡ଼ିବେ, କ୍ଳାନ୍ତ ନେଇ ଗମନ କରିବେ। ସତ କଥା। ଯଦି କାଳେ କହିଲେ ମତେ 85 ବର୍ଷ, ମାତ୍ର ମତେ ଯୁବାଲୋକ ପରି ବଳ ଅଛି, ମତେ ତ 66 ବର୍ଷ, ମତେ 85 ବର୍ଷ ଆହୁରି କେତେ ସମୟ ଲାଗିବ? ଆଉ 19 ବର୍ଷ ଖଣ୍ଡେ ଆଉ ଦରକାର ହବ। 120 ବର୍ଷ ଜଣେ ଲୋକଙ୍କର,
ଚକ୍ଷୁ ଧନ୍ଦଳା ହେଇନଥିଲା, ସ୍ୱାଭାବିକ ବଳ ହ୍ରାସ କିଏ ସେ ମଶା ତାହେଲେ ଆମେ କାହିଁକି ଚିନ୍ତା କରିବା ବ୍ୟସ୍ତ ହବା ନାହିଁ। 175 ବର୍ଷ ପର୍ଯ୍ୟନ୍ତ ଅବ୍ରାହମକୁ ପ୍ରଭୁ ବଞ୍ଚେଇକି ରଖିଲେ, କାରଣ ସେ କହିଲେ ଅବ୍ରାହମ ଆମର ବନ୍ଧୁ। ଖାଲି ସେଇ ଷ୍ଟେଜକୁ ଆମେ ଚାଲିଯିବା। ଆଜି ବି ପ୍ରଭୁ ସେଭଳି କାର୍ଯ୍ୟ କରିବାକୁ ହବ, ସେ କରିବେ। ଆଉ ଅନେକଙ୍କ ଆଗରେ ଆମେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେଇପାରିବା। ଆମେ କହିପାରିବା ଯୀଶୁ ଖ୍ରୀଷ୍ଟ କାଲି ଆଜି ଚିରକାଳ ସମାନ, ସେ ଜୀବିତ। ପ୍ରଭୁଙ୍କର ଧନ୍ୟବାଦ ହଉ। ତେଣୁ ଆମଙ୍କର ଶିକ୍ଷା ପ୍ରଚାର ପାଉଲଙ୍କ ପରି ହବା ଆବଶ୍ୟକ। ତାହେଲେ ଆମକୁ ଯୋଉ ଦାୟିତ୍ୱ ପ୍ରଭୁ ଦେଇଛନ୍ତି ଏ ଅଞ୍ଚଳରେ, ଏ ଅଞ୍ଚଳ ଲୋକମାନଙ୍କର ପରିବର୍ତ୍ତନ ହବ। ଏ ଲୋକମାନେ ବଦଳି ଯିବେ। ଯୋଉମାନେ ପଥର ପରି ଅଛନ୍ତି ସେମାନେ ପାଣି ପରି ହେଇକି ସେମାନେ ତରଳି ଯିବେ। ଆଉ ପ୍ରଭୁଙ୍କର ଧନ୍ୟବାଦ। କଣ ତାଙ୍କର ଆଉ ଗୋଟିଏ ପାଉଲଙ୍କର ଶିକ୍ଷା ପ୍ରଚାରରେ କଣ ଥିଲା ଆଉ ଗୋଟେ ବିଷୟ ଦେଖିବା, ତାଙ୍କର ଉଦ୍ଯୋଗ। ଆଉ ଲେଖା ହଉଛି 2 Corinthians 11 ପର୍ବରେ ତାର 23 ପଦରୁ 28 ପଦ ମଧ୍ୟରେ ସେ କେମିତି ଉଦ୍ଯୋଗରେ କାମ କରୁଛନ୍ତି। ଯଦି କେହି ଚାହୁଁଛ ପଢିବା ପାଇଁ ଟିକେ ଶୀଘ୍ର ଶୀଘ୍ର ପଢିଦବ ସ୍ପଷ୍ଟ ରୂପେ, ତାହେଲେ ଭଲ ହବ। କେହି ସ୍ପଷ୍ଟ ରୂପେ ଆଉ 23 ର ନାଇଁ 2 Corinthians 11 ପର୍ବ 23 ପଦରୁ 28 ପଦ ଯାଏ ଟିକେ ସ୍ପଷ୍ଟ ରୂପେ ପଢ। ସେମାନେ ଯେ ଖ୍ରୀଷ୍ଟଙ୍କ ସେବକ ଟିକେ ଆସି ପଡିବ ସାମ୍ନା ତମ କ୍ୟାମେରା ଯିବ ଟିକେ। ଆମର ଯାହା ସାଙ୍ଗେ ବାନ୍ଧିଲେ ସେ କ୍ୟାମେରା ସବୁବେଳେ ଧରୁଛନ୍ତି, ତେଣୁ ସେ କ୍ୟାମେରାକୁ ଆସି ବି ପାରୁନାହାନ୍ତି। ବଡ ଟିକେ 2 Corinthians 11 ପର୍ବର 23 ପଦରୁ 28 ପଦ ପର୍ଯ୍ୟନ୍ତ ତା ପାଉଲଙ୍କର ଉଦ୍ଯୋଗ କେମିତି ସେ କାମ କରୁଥିଲେ। ସେମାନେ ଯେ ଖ୍ରୀଷ୍ଟଙ୍କ ସେବକ, ମୁଁ ପାଗଳ ପରି କହୁଅଛି, ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ। ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ କରିବାରେ, ବାରମ୍ବାର ମୃତ୍ୟୁ ସମ୍ମୁଖୀନ ହେବାରେ ମୁଁ ଯୁହୁଦୀମାନଙ୍କ ଠାରୁ 5 ଥର 39 ପ୍ରହାର ପାଇଅଛି। 3 ଥର ବେତ୍ରା ହାତ, ଥରେ ପ୍ରସ୍ତାର ହାତ, 3 ଥର ଜାହାଜ ଭଣ୍ଡ ସହିଅଛି। ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି। ଅନେକ ଥର ଯାତ୍ରା କରିବାରେ, ନଦୀରେ ବିପଦରେ, ଡକାୟତଙ୍କ ବିପଦରେ, ସ୍ୱଜାତି ଠାରୁ ବିପଦରେ, ବିଜାତି ମାନଙ୍କ ଠାରୁ ବିପଦରେ, ନଗର ବିପଦରେ, ପ୍ରାନ୍ତର ବିପଦରେ, ସମୁଦ୍ର ବିପଦରେ, ଭଣ୍ଡ ଭାଇମାନଙ୍କ ଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଣ୍ଡତାରେ, ଅବଶିଷ୍ଟ ସମସ୍ତ ବିଷୟ ଛଡା ଆଉ ଗୋଟେ ବିଷୟ ପ୍ରତିଦିନ ମୋ ଉପରେ ମାରି ପଡୁଅଛି, ଅର୍ଥାତ୍ ମଣ୍ଡଳୀ ସମୂହ ନିମନ୍ତେ ଚିନ୍ତା। ସମସ୍ତେ ଟିକେ ଡାହାଣ ହାତ ଉଠେଇ ପାଉଲଙ୍କ ନିମନ୍ତେ କହିବା ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆଖି ବନ୍ଦ କରି କହିବା ପ୍ରଭୁ ଯୀଶୁ ମୁଁ ତୁମକୁ ଧନ୍ୟବାଦ ଦଉଛି ପାଉଲଙ୍କ ଜୀବନ ଓ ସେବା କାର୍ଯ୍ୟ ପାଇଁ, ତାଙ୍କ ଉଦ୍ଯୋଗ ନିମନ୍ତେ, ଯଦ୍ୱାରା ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ହେଲା, ଖ୍ରୀଷ୍ଟଙ୍କ ମଣ୍ଡଳୀ ସ୍ଥାପନ ହେଲା। ମୁଁ ମଧ୍ୟ ପାଉଲଙ୍କ ପରି ଉଦ୍ଯୋଗୀ ହେବାକୁ ଚାହୁଁଛି। Praise the Lord. Praise the Lord. Hallelujah. Praise the Lord. ଧନ୍ୟବାଦ ହଉ ଯେ ଏମିତି ଭାବରେ ସେ କାର୍ଯ୍ୟ କରିଛନ୍ତି। କେମିତି ତାଙ୍କର ଉଦ୍ଯୋଗ ଦେଖନ୍ତୁ, ଏଠି ଲେଖା ହେଇଛି। ସେ ଗୋଟେ ଲିଷ୍ଟ ଦେଲେ, ଆମକୁ ପାଉଲଙ୍କ ପରି ହବାକୁ ହବ। ଏଇଟା ଖାଲି କହିବାର ନାହିଁ, ଏଇଟା ଖାଲି ଶୁଣିବାରେ ନାହିଁ, ଏଇଟା କରିବାକୁ ହବ। ଏଇଟାକୁ ସମସ୍ତେ ଭଲରେ ଲେଖି ରଖନ୍ତୁ। ଆଉ ଏଇ 2 Corinthians 11 ପର୍ବର 23 ରୁ 28 ପଦ ଯାଏ ଆମକୁ ସେମିତି କରିବାକୁ ହବ। ଯଦି ଏଇଟାକୁ ଦେଖିବା ମାନେ କେତେ ପଛରେ ଅଛୁ, ସେଇଥିପାଇଁ କାମ ଅଟକି ଯାଉଛି। ମାତ୍ର ସେ କହୁଛନ୍ତି, ପବିତ୍ର ଆତ୍ମା କହୁଛନ୍ତି ପାଉଲଙ୍କ ପରି ହେଇଯାଉ ତମେ। ଈଶ୍ୱରଙ୍କ ରାଜ୍ୟ ତାଙ୍କ ଧାର୍ମିକ ପାଇଁ ଯୋଉମାନଙ୍କ ଠାରେ ଉଦ୍ଯୋଗ ଅଛି ସେମାନଙ୍କୁ ପ୍ରଭୁ ଏ କଥା କହୁଛନ୍ତି। କଣ କଣ ମୁଁ କହିଲି, ପାଉଲଙ୍କର ଶିକ୍ଷା ପ୍ରଚାର ପରି ଆମମାନଙ୍କର ଶିକ୍ଷା ପ୍ରଚାର ହବା ପାଇଁ କଣ କଣ କରିବା, ଗୋଟିଏ ଡେଡିକେସନ, ଉତ୍ସର୍ଗ, ସବୁ ବିଷୟ ପଛରେ ପକେଇ ପ୍ରଭୁଙ୍କୁ ଆଗେ ରଖି ଆମର କାମ କରିବାକୁ। 2 କନଫିଡେନ୍ସ, ଗୋଟେ ନିଶ୍ଚୟତା, ଗୋଟେ ଭରସା। ହଁ, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୁଁ ସବୁ କରିପାରିବି, ସବୁ ରୋଗ ସୁସ୍ଥ ହୋଇପାରିବ, ସବୁ ଆଶ୍ଚର୍ଯ୍ୟକର୍ମ ହେଇପାରିବ, କିଛି ଅସମ୍ଭବ ହବ ନାହିଁ। ଏଗୁଡ଼ା ମନ। ଏଇଟା ତୃତୀୟ ହେଲା ଉଦ୍ଯୋଗ, ଜିଲ୍, ଯେ ମତେ ଏମିତି ଉଦ୍ଯୋଗୀ ହେଇ କାମ କରିବାକୁ, ବାସ୍ ତାହେଲେ ସବୁ ହେଇଯିବ। ବାଇବେଲ ଗୋଟେ ଜାଗାରେ ଲେଖା ଅଛି, ମତେ ଲାଗୁଛି ତିତସ 2 ପର୍ବର 14 ପଦରେ ଅଛି କି, ଯଦି କେହି ପଢିପାରିବ ଶୀଘ୍ର କରି। ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି ଯେମିତି ଆମେ ଉଦ୍ଯୋଗୀ ହବା। ଗୋଟେ ଭଲ କଥା ଲେଖା ଅଛି, ଦେଖ ଯଦି ତିତସ 2:14 ଯଦି ପାଇବ, ଯେ ବି ପାଇଛ ପଢ। ସେଇ ଖ୍ରୀଷ୍ଟ ଯୀଶୁ
ଆମମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ଉତ୍ତମତାରେ ଉଚ୍ଚୋଗୀ ନିଜସ୍ୱ ଲୋଟସ ରୂପେ ଶୁଦ୍ଧ କରିବା ଆମଙ୍କ ନିମନ୍ତେ ଆପଣାକୁ ଦେଲେ। ସେଇଥିପାଇଁ ପ୍ରଭୁ ଯୀଶୁ ଆପଣାକୁ ଦେଲେ, ମାନେ ମରିଲେ ଯେପରି ଆମେ ତାଙ୍କର ଆଉ ନିଜସ୍ୱ ଲୋକ ଆମେ ଉଦ୍ଯୋଗୀ ହେବା। ସେଇଥିପାଇଁ ପ୍ରଭୁ ଯୀଶୁ କ୍ରୁଶରେ ପ୍ରାଣ ଦେଇଛନ୍ତି। ଉଦ୍ଯୋଗୀ ନହେଲେ କେମିତି ହବ, କେମିତି କାର୍ଯ୍ୟ ହବ, ସତ୍ୟ ବାକ୍ୟ କେମିତି? ଅନେକ ବାକ୍ୟ ପ୍ରଚାର କରୁଛନ୍ତି, ମାତ୍ର ବାଇବଲ ଅନୁସାରେ ଲେଖା ହଉଛି ସେମାନେ ସତ୍ୟ ବାକ୍ୟ କହିପାରୁନାହାନ୍ତି। କେଡ଼େ ଦୁଃଖର ବିଷୟ। ପ୍ରଭୁ କଣ କହୁଥିବେ, ଏମାନଙ୍କୁ ସତ୍ୟ ବାକ୍ୟ ମୁଁ ଦେଲି, ଯଦି ଆମେ ସେଇଟା ନ କହିବା ଆଉ ସ୍ୱର୍ଗଦୂତ ମାନେ ଆସି କହିବେ ନାହିଁ, ଯୀଶୁ ଆସି କହିବେ ନାହିଁ, ସେ ପାଉଲ ଆସି କହିବେ ନାହିଁ। ମାତ୍ର ଯଦି ଆଜି ପାଉଲ ଥାନ୍ତେ, ପିତର ଥାନ୍ତେ, ସେଇ ପ୍ରଭୁ ଯୀଶୁଙ୍କ ପ୍ରେରିତ ମାନେ ଥାନ୍ତେ, ତାହେଲେ ସେମାନେ କେବେ ଆଉ ରହିନଥାନ୍ତେ ଗୋଟିଏ ସ୍ଥାନରେ, ନିଜ ଗୃହରେ, କେବଳ ନିଜ ମଣ୍ଡଳରେ ସେମାନେ ବୁଲିଥାନ୍ତେ, ଚାରିଆଡେ ବୁଲି ବୁଲି ନାନା ଆଶ୍ଚର୍ଯ୍ୟ କର୍ମ ସବୁ କରିକି ଆତ୍ମା ଲାଭ କରୁଥାନ୍ତେ, ମଣ୍ଡଳୀ ଆଉ ସ୍ଥାପନ କରିଥାନ୍ତେ। ଆଜି ସେପରି ହେବା ଆବଶ୍ୟକ। ପ୍ରଭୁ ଆମଠାରେ ତାହା ଚାହୁଁଛନ୍ତି। ଅଳ୍ପ ସମୟ ତ ଅଛି, ଯେହେତୁ ଯୀଶୁଙ୍କର ଆଗମନ ଅତି ନିକଟ। କେତେବେଳେ ହେଲା ଡେଡିକେସନ, ଉତ୍ସର୍ଗ, କନଫିଡେନ୍ସ ହେଲା, ନିଶ୍ଚୟତା ବା ଭରସା। ଏଇଟା ହଉଛି ତାପରେ ଉଦ୍ଯୋଗ। ସେଥିରେ କହିଛି ନା କଣ କହିଛି, ଭିଜନ, ଦର୍ଶନ କରୁଛି। ଗୋଟେ ଦର୍ଶନର ସହିତ ସେମାନେ ପ୍ରଭୁଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥିଲେ। ପ୍ରଭୁ ପାଉଲ ଯାହାଙ୍କ ପୂର୍ବ ନାମ ଥିଲା ସାଉଲ, ତାଙ୍କୁ ଦର୍ଶନ ଦେଲେ। ଆଉ ଦର୍ଶନ ଦେଲା ପରେ ଆଉ ସେ ସାଉଲ କାହିଁକି ତାର ନାଁ, ଆପଣ କିଏ, ତୁମେ ଯାଉ ତାର ନାଁ ଆମେ ସେଇ ଯୀଶୁ, ପାଞ୍ଚଣ କଣ୍ଟା ମନରେ ଗୋଇଠେ ମାରି ଆସ। ଏପରି ଯୀଶୁଙ୍କ ଦର୍ଶନ ପାଇଲା ପରେ ବଦଳି ଗଲେ, ସେ ସାଉଲରୁ ସେ ହେଇଗଲେ ପାଉଲ। ସେଇପରି ଭାବରେ ଆମେ ମଧ୍ୟ ବଦଳି ଯାଇଛୁ। ମୋର ବି ଆଉ କଣ ଥିଲା, ଆଉ ସେ ଛୋଟରୁ ବେଞ୍ଜାମିନ ବୋଲିକି ନାଁ ଦେଇଥିଲେ। ସ୍କୁଲ କଲେଜ ୟୁନିଭର୍ସିଟି ପଢିଲା ବେଳକୁ କଣ ହେଲା, ନାଁଟା ବଦଳେଇକି ରମାକାନ୍ତ କରିଦେଲେ। ତାହେଲେ କୁଆଡେ ଭଲ ଚାକିରି ମିଳିବ, ଖ୍ରୀଷ୍ଟିଆନ ବୋଲେ ମିଳିବ ନାହିଁ। ମାତ୍ର ମୋର ପରିବର୍ତ୍ତନ ହେଲା ପରେ ମୁଁ ଏଫିଡେଭିଟ କରି, ଜନ୍ମରୁ ଯୋଉ ନାଁ ଦିଆ ହେଇଥିଲା ବେଞ୍ଜାମିନ ବାଇବେଲର, ହାଇକୋର୍ଟରେ ଏଫିଡେଭିଟ କରି ସେ ପୁଣି ସେ ବେଞ୍ଜାମିନକୁ ଆସିଗଲେ ବେଞ୍ଜାମିନ। ଏବେ ଆମର ପାଷ୍ଟର ଆଲଫନ୍ସ, ତାଙ୍କ ନାଁ ବି ବଦଳି ଯାଇଛି। କଣ ବଦଳି ଯାଇଛି ଜାଣିପାରିବେନି, କନଫ୍ୟୁଜ ହବ ତମେ। ତାକୁ ଆଗେ ଡାକୁଥିଲେ ଆଲପାଉନ୍ସ, ଆଲପାଉନ୍ସ ବୋଲିକି ଡାକୁଥିଲେ। ଏବେ ଆଲଫନ୍ସ, ପାଷ୍ଟର ଆଲଫନ୍ସ। ଏ ପାଷ୍ଟର କିସ୍ପର ନହେଲେ କିଶୋର ବି ଭଲ, ସେ ହେଇଗଲେ। ମାନେ ଭାଇନା ଡୋବନ ମୋ ଦେଇଛି ନା କଣ, ମତେ ଗୋଟେ ବାଇବେଲର ନାଁ ଦେବେ। ମୁଁ ଦେଖିଲେ ଟାଣ ଅଛି, ମତେ ଧରିକି ଆଉ କଣ ଚାପଡ଼ ପାଙ୍କା ନଦୀ ଡେଇଁଲା ବେଳକୁ ଯାହା ହଉଥାଏ, ଆସନ୍ତୁ ହେ ନା ଧରିକି ଆପଣ ଧରିକି ମତେ ସାମସନ ନାଁ ଦେଇଛନ୍ତି ପରା। ଏଇ ନାଇଁ ପକେଇ ଦଉ, ଆସନ୍ତୁ ଏଠି, ଏମିତି ବଡ ଦେଖେ ମତେ। ଆଉ ସତରେ ଏମିତି ଧରି ଟେକିକି ମତେ ସେ ପରେ ନବ। ତେଣୁ ମତେ ଆପଣ ସାମସନ ନାଁ ଦେଇଛନ୍ତି ପରା। କିଶୋର ନାହିଁ, ପାଷ୍ଟର ସାମସନ କୁମାର ଭାଇ, ଦାନିଏଲ ପାଷ୍ଟର। ତାର ଗୋଟେ ଅଲଗା ନାଁ ଥିଲା, କଣ ସେଟା, ଦାମିଆନ। ଦାମିଆନରୁ ଏବେ ପାଷ୍ଟର ଦାନିଏଲ। ଏମିତି ଭାବରେ ବଦଳି ଯାଇଛନ୍ତି। ସାଉଲ ହେଲେ ପାଉଲ। ତା ମାନେ ଯୀଶୁ ତାଙ୍କୁ ଯେମିତି ଦର୍ଶନ ଦେଇଥିଲେ, ଆମମାନଙ୍କୁ ମଧ୍ୟ ସେପରି ଦର୍ଶନ ଦେଇଛନ୍ତି। ଆମ ଠାରେ ସେ ଅନୁଭୂତି ଅଛି। ସେଥିପାଇଁ ପ୍ରଭୁ ଯୀଶୁ ଚାହୁଁଛନ୍ତି ଆଜି ତମକୁ ପାଉଲଙ୍କ ପରି କାମ କରିବାକୁ। ତମେ ବଦଳିଛ, ଅନେକଙ୍କୁ ତମକୁ ବଦଳେଇବାକୁ ହବ। ଆମ ଜୀବନର ତାର ପୁରସ୍କାର କଣ ପାଇବା ହିସାବ କରି ହବ ନାହିଁ। ଆଜି ଯୀଶୁ ଆସିଗଲେ, ମାତ୍ର 7 ବର୍ଷ ପରେ ଆଉ ସହସ୍ର ବର୍ଷ ରାଜତ୍ୱ ଆରମ୍ଭ ହବ। ମୁଁ ଜାଣିଛି ବହୁ ବର୍ଷ ଆଗରୁ ହାଲୋ କମାଣ୍ଡ କରି ଯୀଶୁ ହାତ ମିଶୁଛନ୍ତି ପୃଥିବୀର ଜଣେ ଶାସକ କରି। ବାଇବଲର କଥା ଅନ୍ୟଥା ହବ ନାହିଁ। ମାତ୍ର ଏତେ ବର୍ଷ ହେଲାଣି ମୁଁ ଯେତେବେଳେ କାମ କରୁଛି, ଚାକିରି ପୁଣି ପ୍ରମୋସନ ଅଛି ନା, ମୁଁ ସେଥିରେ ନଥିବି। ଏ ବିଷୟଟାକ ସମସ୍ତଙ୍କ ଭିତରକୁ ଯାଅ। କଣ କାର୍ଯ୍ୟ କରୁଛ ନ କରୁଛ, ପ୍ରଭୁଙ୍କର କାର୍ଯ୍ୟ କରିବାକୁ ହବ, ଖାଲି କରିବାକୁ ନାହିଁ। ପାଉଲ କହିଲେ ମୁଁ ପାଗଳ ପରି କହୁଛି, ଆମକୁ ଲୋକ ପାଗଳ କହିବାକୁ ହବ। ସେତେବେଳେ ହିଁ ଆମେ ବାଟକୁ ଆସୁଛୁ ଜାଣିବାକୁ। ଯେତେବେଳେ ଆଉ ସେ ଆରୁ ଦେଇ ମିଟିଂରେ ଫେରିଲା ପରେ ଏଇ ଧୀରେନ ବାବୁ ଯେ ଠିଆ ହେଇକି ଟିକେ ଆଗରୁ କହିଲେ, ଅନେକଙ୍କର ନାଁକୁ ମୁଁ ଲେଖିଛି, ସେମାନଙ୍କର ନାଁ ଅନୁସାରେ ବ୍ରଦର ନହେଲେ ସିଷ୍ଟର ନହେଲେ ଡାଇରେକ୍ଟ ପୁରା ନାଁ। କିନ୍ତୁ ଧୀରେନ ବାବୁଙ୍କୁ ମୋର ଫୋନରେ ମୁଁ ତାଙ୍କୁ ଲେଖିଛି ଆଉ ଧୀରେନ ବାବୁ। ବାବୁ ଶବ୍ଦରେ ମୁଁ ଆଉ କାହାକୁ ଦେଇନି। ସେ ମତେ ଆଉ ସେଠି ଗୋଟେ କମେଣ୍ଟ ଲେଖିଛନ୍ତି, ସେ କାର୍ଯ୍ୟ ସବୁ ଦେଖି ସେଠି ଗୋଟେ ଫେସବୁକରେ କମେଣ୍ଟ ଲେଖିଛନ୍ତି। ସେ ଆଉ 42 ବର୍ଷ ପୂର୍ବେ ଜଣେ ଅତି ଉଚ୍ଚଶିକ୍ଷିତ ଯୁବା ଲୋକ ପବିତ୍ର ଆତ୍ମା ପାଇବା ପାଇଁ ପାଗଳ ହେଇଯାଇଥିଲେ। ଏ ୱାର୍ଡଟା ସେ ଲେଖିଛନ୍ତି, ପାଗଳ ହେଇକି ଆସିଥିଲେ। ଏପରି ପାଗଳଙ୍କ ସଂଖ୍ୟା ବହୁତ କମ, ମାତ୍ର ଏପରି ଲୋକ ଆବଶ୍ୟକ।
ईश्वर राज्य बहुत सुंदर मुझे कटक दिने आम रविवार लाइव प्रेजेंट समय मुझे पढ़ी देख गोटे सुंदर कथा से लिखिं आम विषय अन्य मैंने एपरी मंतव्य देवा दरकार कहीं आम प्रशंसा करूँ मुझे कहूना जदि आम प्रकृत विषय थी प्रशंसा आसो तार आम जापर आम रास्तार अच्छु से अनुसार कर निजक देखिले पसंद करुच्ची पाउल अनेक भाव में मुझे चेष्टा करुच्ची तथापि किसी भी सौना थी देखी मु सब प्रार्थना करुच्ची मत पाउल परी हवा मत पाउल परी हवा हम कारण धार्मिकता देखी तो दृष्ट प्रभु आउ से खुशी में संतुष्ट दर्शन अनुसार से काम करुले से कहले प्रभु मुझे जीवती मान मध्य ना तुम्हें विद्यार्थी मान निकलू जाओ तुमको पठाऊ आम बाध्य होगी गले पितर को दर्शन द्वारा कले कर्णिले बोली गोटे लोक से लोक पढ़ी 3 जन जाओ तुम से आसिले केमिति कार्य होला कथा कहू को पवित्र आत्मा रे पूर्ण प्रेज द प्रभु इच्छा चालन अनुसार कार्य सब मु प्रभु कोटि कोटि धन्यवाद दोछि मो भितर भय नै मु कटक रे अछि बोली मोहन रही कार्य करने अंचल ताड़ना भितर मु पूरा आउ दृढ़ मनस्थ थी घर बनते बारंबार कथा कही प्रभु मत ना कटक प्रभु इच्छा अनुसार किए बुझु न बुझु केते जण कहले सहर को जाके एस्टाब्लिश सब समस्त इच्छा मो ठारे सेटा टोटाली नाही हम चाकरी करथांती नले गुडे भलो संस्था रे पसी थांती न निज मध्य बनै थांती आ नाही से सब मोर लक्षण तनकरी मो भितर भय नाही आ पिता को इच्छा जे साधन कर से स्वर्ग राज्य रे प्रवेश करियो तुमे ईश्वर इच्छा साधन करूथिलो कि नम्र भाव रे अवश्य कहबी प्रभु का निकट प्रभु का आगे के आउ छाती फुलेबो अरे तुम क्वालिफिकेशन कौन बोला 1 2 3 कह भाविली मिछ हम कह हाथ जो प्रभु एम नहीं कर पढ़ी ना मुझे नहीं कर प्रभु का आगे केमती हम से दरकार ना प्रभु के साथ साधन कर नम्र भाव कह प्रभु मो इच्छा को मुझे भी गुरुत्व देना मो पुओ झील कि बर्तमान नाती की स्त्री की निज लोक मैंने भाई भौणी आउ जो मैंने से भल मंगल चाहे मुझे चाकरी करनी व्यवसाय करनी रोजगार कर बाट को मुझे जाना निज ना को चारिट ख्यात कर किसी भी करनी प्रभु सब तुम निकट प्रार्थना करुँगी मत ईश्वर इच्छा साधन करने समस्त विषय दाऊद मत साहय प्राणपण करुँगी किसी भूल क्षमा मागुची तुम आंटे जी प्रभु मोर कन्सेंस विवेक मत बाधा दौनी कौन सी गोटे विषय निजर इच्छा पूर्ण करने चाहूना आमको से दरकार प्रभु जमी चाहिए प्रभुकर दर्शन अनुसार मान को कार्य करने दर्शन अनुसार लोक विनष्ट बोली इंग्लिश बाइबल अनुसार हितोपदेश 28 पर्वर 38 पर्वर 18 पद लिखा ओडिया लिखा ईश्वर प्रत्यादेश भाव लोक मैंने अत्याचारी हमें इंग्लिश लिखा वर्ड देयर इज नो विजन माने जो दर्शन नहीं पीपल पेरिश लोक विनष्ट हो तेणु प्रभु धन्यवाद हो आम कौटी रहा कौटी कार्य करवा केमी जा से सब प्रभु इच्छा अनुसार प्रभु कहे जुन सब निनिबी जा से तो दर्शी जाऊे कि भयंकर अवस्था आसला निनिबी जीवार गोटे प्रचार 1,20,000 अधिक लोक मन परिवर्तन कले प्रेषर कार्य यहाँ आम गुरुत्व दवा कह शेष कथा पाउलंकर सेवा कार्य मोर शिक्षा प्रचार केमिति हेता से प्रथम 2:4-5 पद अनुसार मनुष्य ज्ञान मनोहर वाक्य युक्त न हो कथार नहीं आत्मा सत्यर प्रमाणदायी खेता पवित्र आत्मा कार्य को से समस्त सम्मुख में प्रमाण करुले एवं सत्यर कार्य नाना आश्चर्य कर्म से साधन करुले बाइबल लिखा ईश्वर राज्य वाक्य सत्य प्रकाश पाए गत काली मुझे से गोटे नुआ कथा कहि मुझे भी क्या शुणी मुझे भी कौटी कहना प्रार्थना थी प्रभु मत दे से नुआ वाक्य गत काली एठी मुक्ति नगर कहली कौन जीशु कहले जदि कहीं तृषित मन निकट आसी पान करू तार अंतर जीवंत जलस्रोत प्रवाहित पवित्र आत्मा विषय कहले देखा जो 7 पर्वर 37-39 पद मध्य मत बुझेले प्रभु केबे मुझे बुझी नी जलस्रोत पवित्र आत्मा जलस्रोत सहित कहीं मिसाला एक्चुअली तार किसी मीनिंग अच्छी कि इंग्रेजी रे कौन अच्छी इंग्रेजी रे रिवर्स लिखा से स्रोत समूह ताहले ए जो रिवर हठात मन पड़ा आत्मा द्वारा मु परिचालित हली से गीत संख्या 46 पर्वर तार 4-5 पद देखिलु से लिखा नदी गोटे नदी अच्छी परमेश्वर नगर को सर्वपरिश्रम आवास को आउ कौन करे आनंदित करे
ଇତ୍ୟାଦି ତା ଭିତରେ ଆଉ ସର୍ବ ସେ ଅତି ପ୍ରଭାତରେ ତାର ସାହାଯ୍ୟ କରିବେ ଇତ୍ୟାଦି ସବୁ ଏଇଟା ତ ପବିତ୍ର ଆତ୍ମାଙ୍କର କଥା। ପବିତ୍ର ଆତ୍ମା ହିଁ ଲେଖା ହଉଛି ଆଉ ଆମର ଦୁର୍ବଳତାରେ ସାହାଯ୍ୟ କରିବା ପାଇଁ ଆଉ ସେ କଣ କରେ ଆଉ ଜଣେ ଆଉ କଣ କର ସାହାଯ୍ୟକାରୀ କି ପଠେଇବି ସେ ସତ୍ତମାତ୍ମା ବା ପବିତ୍ର ଆତ୍ମାଙ୍କୁ ଆତ୍ମା ମାନଙ୍କର ଦୁର୍ବଳତାରେ ସାହାଯ୍ୟ କରନ୍ତି। ଆନନ୍ଦିତ କେମିତି କରେ ନା ଯେତେବେଳେ ଆମେ ଦେଖୁଛୁ ସମ୍ମିଳନର ପ୍ରଧାନ ନଗରରେ ଫିଲିପ ଯାଇ ପ୍ରଚାର କଲେ ଆଉ ଯେତେବେଳେ ନିଜେ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଆଉ ବାକ୍ୟ ପ୍ରଚାର କଲେ ଯୋଉ ଆଶ୍ଚର୍ଯ୍ୟ କର୍ମ ସବୁ କଲେ ଏ ସବୁ ଦେଖି ଲୋକମାନେ ସମସ୍ତ ନଗରର ଲୋକମାନେ ବିଶ୍ୱାସ କରି ବାପ୍ତିସ୍ମ ହେଲେ। ଲେଖାଯାଇଛି ସେ ନଗରରେ ମହାନନ୍ଦ ହେଲା। ପବିତ୍ର ଆତ୍ମା ଆନନ୍ଦ ଦିଅନ୍ତି। ତୁମର ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ରହିଛି। ସେ ଦୁଃଖକୁ ସବୁ ଆନନ୍ଦରେ ପରିଣତ କରିଦେଇଥାନ୍ତି। ଆଉ ପ୍ରଭୁଙ୍କର ଧନ୍ୟବାଦ। ନିଶ୍ଚୟ ରିଭର ତାହେଲେ ରିଭର ହେଲା ନଦୀ ହେଲା ପବିତ୍ର ଆତ୍ମା ଆଉ ରିଭର୍ସ ସ୍ରୋତ ସମୂହ ନଦୀରୁ ଅନେକ ସ୍ରୋତ ବାହାରିଛି। ସେଇଟା କଣ ମୁଁ ଜାଣି ଆତ୍ମାଙ୍କର 9ଟା ଦାନ ଅଛି। ଆଉ ପ୍ରଥମ କରନ୍ଥୀୟ 12 ପର୍ବର 8 ରୁ 10 ପଦ ମଧ୍ୟରେ କଣ କଣ ସେଟା ବୁଦ୍ଧିର ବାକ୍ୟ ଜ୍ଞାନର ବାକ୍ୟ ବିଶ୍ୱାସ ଆରୋଗ୍ୟ ଶକ୍ତିର ଦାନ ନାନା ଶକ୍ତିର କାର୍ଯ୍ୟ କରିବାର ଦାନ ଭାବବାଣୀ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବା ବିଭିନ୍ନ ପରଭାଷାର ଅର୍ଥ 9ଟା 10ଟା ନାହିଁ। ତାହେଲେ ଯୀଶୁ କହିଲେ ଯଦି କିଏ ତୃଷ୍ଣ ଆସମାନରୁ ପାନ କରୁ ସେ ପବିତ୍ର ଆତ୍ମା ପାଇଯାଉ। ପବିତ୍ର ଆତ୍ମା ପାଇଲା ପରେ ସେତେ ରହିବ ନାହିଁ କେବଳ ଟିକେ ପରଭାଷା କହି ଚିହ୍ନ ତ ସେୟା ପ୍ରଥମ କରନ୍ଥୀୟ 14 ପର୍ବ ଯାହା ଲେଖା ଅଛି ମାତ୍ର 14 ପର୍ବ ଆରମ୍ଭ କଲା ଆତ୍ମିକ ଦାନ ସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର। ହାଲେଲୁୟା। ଏଟା ବହୁତ ପଛରେ ପଡିଛି। ଆତ୍ମିକ ଦାନ ତ ପଛ କଥା ଆତ୍ମାଙ୍କର କାର୍ଯ୍ୟ ମଧ୍ୟ ଅନେକ ସ୍ଥାନରେ ନାହିଁ। ଯେମିତି ଇସ୍ରାଏଲ ମାନେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ ଆଜି ଅନେକ ଖ୍ରୀଷ୍ଟିଆନ ମାନେ ପବିତ୍ର ଆତ୍ମାଙ୍କୁ ବିରୋଧ କରନ୍ତି। ପବିତ୍ର ଆତ୍ମାଙ୍କୁ ବିରୋଧ କରି କଣ ଯୀଶୁକୁ କିଏ ଖୁସି କରିପାରିବ? ଲେଖା ଅଛି ପରା ପବିତ୍ର ଆତ୍ମା ପ୍ରାପ୍ତ ନ ହେଇ କେହି ଯୀଶୁ ପ୍ରଭୁ ବୋଲି କହିପାରିବନି। ମାନେ ଗୋଟେ ପରୀକ୍ଷା ଆସିଲା ବେଳକୁ ଆମେ ଆଉ ଚିତ୍ପାଟା ହେଇ ପଡି ଯାଇଥିବା କୋଉଟେ ଦୁର୍ବଳତାରେ କଣ ଏମିତି ଅନେକ ଲୋକ ଆଗେ ଯାଇକି ଅନେକ ବହୁତ ପଛରେ ପଡିକି ଅଛନ୍ତି। ଯେମିତି ଶିଷ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ ସମୟରେ ସମସ୍ତେ ଛାଡି ଚାଲିଗଲେ। ମାତ୍ର ଯୀଶୁ କହିଲେ ପବିତ୍ର ଆତ୍ମା ତୁମ ଉପରେ ଅବତୀର୍ଣ୍ଣ ହେଲେ ତୁମେ ଶକ୍ତି ପ୍ରାପ୍ତ ହବ। ଆରମ୍ଭରେ ସେଇ ଚିନ୍ତା ହିଁ ପ୍ରଭୁ ମୋ ମଧ୍ୟରେ ଦେଲେ। ମୁଁ କହିଲି ନାହିଁ ପାଠ ନାହିଁ ଚାକିରି ନାହିଁ ଭବିଷ୍ୟତ ନାହିଁ ଘର ତ ନାହିଁ ଜୀବନରେ କିଛି ନାହିଁ। ପ୍ରଥମ ବିଷୟ ପବିତ୍ର ଆତ୍ମା ଦରକାର। ଆଉ ପ୍ରଭୁ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର ଅତି ଅଳ୍ପ ଦିନ ମଧ୍ୟରେ ସ୍ୱପ୍ନ ଦର୍ଶନ ଦେଖି ମତେ ପ୍ରଭୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ବସ୍ ଖାଲି ସେତିକି ନାହିଁ। ତାପରେ ମୋ ଭିତରେ ଚିନ୍ତା ଆସିଲା ଆତ୍ମାଙ୍କର 9ଟା ଦାନ ସବୁ କୁଆଡେ ଯିବ? କେହି କେହି କାହା କାହାଠାରେ ଅଛି ମୋ ଠାରେ କାହିଁକି ରହିବ ନାହିଁ? ମୁଁ ଜଣେ ପାଷ୍ଟର ଜଣେ ପ୍ରଭୁଙ୍କ ଲୋକ ଗୋଟେ ମିଟିଂରେ ଯେତେବେଳେ ମୁଁ ପହଞ୍ଚେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଅନ୍ତି। କିଏ କହନ୍ତି ରେଭରେଣ୍ଡ ବେଞ୍ଜାମିନ ବେହେରା କିଏ କହନ୍ତି ଆଉ କଣ କଣ ସବୁ କହନ୍ତି କଣ ସାକ୍ଷ୍ୟ ଦିଅନ୍ତି ସେଟା ଆଚାର୍ଯ୍ୟ ବେଞ୍ଜାମିନ ବେହେରା ନହେଲେ କଣ 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 ଅନରେବୁଲ ସର୍ଭାଣ୍ଟ ଅଫ ଗଡ ଅନେକ ଅଙ୍ଗାରେ ଫୁଲ ହାର ଦିଅନ୍ତି ଉଚ୍ଛ୍ବସ ସମ୍ବର୍ଦ୍ଧନା ଦିଅନ୍ତି। ହାୟ ଏତେ ଲୋକମାନେ କହୁଛନ୍ତି ଯଦି ମୋର କାମ ସେ ଅନୁସାରେ ନ ହବ କଣ ହବ? এই আত্মিক দান পরভাষা মু কହୁଛି আশ্চর্য কর্ম গুড়া কହୁଛି সত জনে বিশ্বাস ବି আশ্চর্য কর্ম କରି ପାରୁଛି ଆଉ ବିଶ୍ୱାସ କରି ପ୍ରାର୍ଥନାରେ ଯାହା ମାଗିଲେ ତାହା ପାଇବ ବୋଲି ଲେଖା ଅଛି। ମାତ୍ର ଆତ୍ମିକ ଦାନ ଗୁଡାକର କାର୍ଯ୍ୟ ଭିନ୍ନ ତଦ୍ୱାରା କଣ ହବ? ଆଉ ସେ ପ୍ରଥମ କରନ୍ଥୀୟ 14 ପର୍ବର 12 ପଦ ଲେଖା ଅଛି ମଣ୍ଡଳୀ ନିଷ୍ଠା ପାଇବ ମଣ୍ଡଳୀ ମଜବୁତ ହବ ବିଶ୍ୱାସ ମାନେ ଷ୍ଟ୍ରଙ୍ଗ ହେବେ ଗିର୍ଜା ପ୍ରାର୍ଥନା ନ କରିକି ରହିବେ ନାହିଁ ବାପ୍ତିସ୍ମ ନେବେ ନିଶ୍ଚୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ ଦଶମାଂଶ ନିଶ୍ଚୟ ଦେବେ ଉପବାସ କରିବେ ବିଶ୍ୱାସରେ ଚାଲିବେ ସେମାନେ ମଧ୍ୟ ବାକ୍ୟ ପ୍ରଚାର କରିବେ ନରକର ବଳ ପରାଜୟ କରିପାରିବେନି। ହାଲେଲୁୟା। ତେଣୁ ଗଛ ଯେମିତି ହବ ଫଳ ସେମିତି ହବ। ସେଇପରି ଭାବରେ ମୁଁ କହିଲି ଏଇଟା ମତେ ଦରକାର ଏଇଟା ମତେ ଦରକାର। ଖାଲି ପବିତ୍ର ଆତ୍ମା କଥା ଜାଣିଥିଲି ପାଗଳ ହେଇଥିଲି ଏବେ ମୁଁ କହିଲି ଏବେ ପାଗଳ ହେବି କଣ ପାଇଁ? ଏଇ ସ୍ରୋତ ସମୂହ ପାଇଁ 9ଟା ସ୍ରୋତ ଆତ୍ମାଙ୍କର ଦାନ ପାଇଁ ପାଗଳ ହେଲି। ପୁଣି ଆରମ୍ଭ କଲି ଗାଁରେ 10 ଥର 10 ଦିନ ଦିନ ରାତି ଉପବାସ ସେ ଶୈତାନ ବାଧା ଦେଲା ଆଉ ଶେଷ ମୁହୂର୍ତ୍ତରେ ଭାଙ୍ଗିଗଲା। ତାପରେ ବର୍ଷେ କି 2 ବର୍ଷ କଣ ଯାଇଛି ବୋଧେ ମନସ୍ଥ ବଲେ ଆଉ ତ କରିବି ଆଉ କରିବ ଶୈତାନକୁ ଦେଖେଇ ସେମିତି ହେଇଯାଇଥିଲା ଗତକାଲି ମୁଁ କହିଥିଲି। ତାପରେ ପୁଣି 10 ଦିନ ଦିନ ରାତି କଲି ସେ ଗୋଟେ କାଗଜରେ ଲେଖିଲି ପ୍ରଭୁ ଏଇ ଯୋଉ 10 ଦିନ କରୁଛି ଆଉ ଦେଖ 10 ଦିନ ପାଇଁ ଦିନକୁ ଗୋଟିଏ କରି ପଏଣ୍ଟ ଲେଖିଲି ଏଇଟା ପାଇଁ ମୋର କିଛି ମନ ନାହିଁ ଗୋଟିଏ ମନେ ଅଛି 10 ଶେଷ ପଏଣ୍ଟ ଥିଲା ମତେ ପବିତ୍ର ଆତ୍ମାଙ୍କର 9ଟା ଦାନ ଦରକାର। ପବିତ୍ର ଆତ୍ମା ତ ପାଇଛି ନା ତେଣୁ ମତେ ପବିତ୍ର ଆତ୍ମା 9ଟା ଦାନ ଦରକାର। 9 ଦିନ ପାଇଁ 10 ଦିନ ପାଇଁ ଦିନ ରାତି କିଛି ନ ଖାଇ କିଛି ନ ପିଇବା ପାଇଁ ମଧ୍ୟ ଆରମ୍ଭ କରି ଆଉ କିପରି ପ୍ରଭୁ ମତେ ଗୌରବଯୁକ୍ତ ଭାବରେ ସେ ଆତ୍ମାଙ୍କର ପବିତ୍ର ଆତ୍ମାଙ୍କର 9ଟା ଦାନରେ ପ୍ରଭୁ ତୁମକୁ ପୂର୍ଣ୍ଣ କରିବ ମୋର ମୁଣ୍ଡରେ ହାତ ରଖିକି
ଆଉ ସ୍ୱପ୍ନ ଦର୍ଶନ ଦ୍ୱାରା ପରିବର୍ତ୍ତନ କରେ। ଦିନେ ମଧ୍ୟ ଯୀଶୁ ମୋ ମୁଣ୍ଡରେ ହାତ ରଖିଥିଲେ, ସ୍ୱର୍ଗରୁ ଓହ୍ଲେଇ ଆସିକି ମୁଁ ତୁମର ସମସ୍ତ ପ୍ରାର୍ଥନା ଶୁଣୁଛି, ଯାହା ଦରକାର ତାହା ମାଗ। ମୋ ଜୀବନ ବଦଳି, ମୋର ସେବା କାର୍ଯ୍ୟ ବଦଳି ଯାଇଛି। ତମେ ଯଥେଷ୍ଟ ମତେ ପ୍ରେମ କରୁଛ, ସମ୍ମାନ କରୁଛ, ମୋ ବିଷୟରେ ଦର୍ପ କରୁଛ, ତାହା ଭୁଲ ବି ନାହିଁ, ତାହା ଠିକ ଉଚିତ ଆଉ ସତ କଥା। ଏ ସବୁର ଭିତରେ କେବଳ ରହସ୍ୟ ରହିଛି, ଆଉ ସେଇ ପବିତ୍ର ଆତ୍ମାଙ୍କର ଅଭିଷେକ, ଆତ୍ମାଙ୍କର ସେ ଦାନ ସବୁ, ତାକୁ ନେଇ ସେଇଟା ହିଁ ମୋର ଜୀବନ ସେବା କାର୍ଯ୍ୟର ସିକ୍ରେଟ। ମୁଁ ଲକ୍ଷ୍ୟ ରଖି ସେ ପାଉଲଙ୍କ ପରି ହେବାକୁ ମୁଁ ଚାଲିଛି। ଯେତିକି ହେଇଛି ତ ହେଇଛି, ଆଉ ଯାହା ନାହିଁ ସେଇଟା ମଧ୍ୟ ହେବା ପାଇଁ ଦିନ ରାତି ପ୍ରାର୍ଥନା କରି ଚାଲୁଛି। ମୋର ଇଚ୍ଛା, ମୋର ପ୍ରାର୍ଥନା ତମେ ମଧ୍ୟ ସବୁ ସେପରି ହବ, ବାସ୍ ଆଉ କିଛି ନାହିଁ। ପ୍ରଭୁ ଆମର ଜ୍ଞାନ ଚାହାନ୍ତି ନାହିଁ, ଧନ ଚାହାନ୍ତି ନାହିଁ, ବଳ ଚାହାନ୍ତି ନାହିଁ, ଗୋଟିଏ ବିଷୟ ଚାହାନ୍ତି, ପରାକ୍ରମ ଦ୍ୱାରା ନୁହେଁ କିମ୍ବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା। ଏହା ସୈନ୍ୟାଧିପତି ଏହା ସୈନ୍ୟାଧିପତି ସଦା ପ୍ରଭୁ କହନ୍ତି। ଆସ ସେ ଖରାସଟା ଗାଇବା, ବହୁତ ଆଗରୁ ଗାଉଥିଲୁ, ଏଇଟା ମାର ଯୋଉମାନେ मारी पार्छ। ना तो बल से, ना शक्ति से, ना तो बल से, ना शक्ति से, मेरे आत्मा के द्वारा। ना तो बल से, ना शक्ति से, ना तो बल से, ना शक्ति से, दृष्टि आकर्षण करने प्रभु जीशु कहले जोहन 22 पदे पवित्र आत्मा को ग्रहण कर। अनेक पवित्र आत्मा को ग्रहण कर पवित्र आत्मा प्राप्त होती मात्र एफिसियो 5 पर्व तार 18 पद पवित्र आत्मा परिपूर्ण हो। खाली पवित्र आत्मा को ग्रहण करने को नहीं, पवित्र आत्मा परिपूर्ण होगा हो। आखि खोलिक देखु समस्ते मत देखु यहीटा गोटे मग्रे पानी अच्छी ग्लास टा खाली अच्छी। पवित्र आत्मा प्राप्त होगा हेले देखु किसी परिमाण पानी गला ग्लास फुल है कि ग्लास रे पानी अच्छी आउरी अधिक पानी अच्छी मात्र पूर्ण है ना। ए पानी पवित्र आत्मा को स्वरूप केते परिमाण रे पवित्र आत्मा माने प्राप्त हो जन को बहुत शोष लगुव। अल्प टिके पानी अच्छी ये पानी देले तार शोष के जीवन बापा ये निकल एति मात्र पानी जनकर शोष जीव ना। शोष जीवाई आउ टे अधिक दरकार एति पीर जदि शोषण जाए आउ टे मत दियो सेमती ए भितर पानी अच्छी किंतु ए ग्लास का पानी रे पूर्ण है पानी रे पूर्ण हवा को देखो वर्तमान एडा पानी रे पूर्ण हो गला। पवित्र आत्मा पाओ खाली नहीं पाइबा को नहीं थे पूर्ण हवा को माने तार परिमाण बेसी। प्रथम ना प्रेरित 1 पर्वर 5 पदर देखिए जीशु शिष्य मान कहले अल्प दिन मध्य तुमने पवित्र आत्मा रे ना नले बाइबल देखि कुह मते अल्प दिन रे तुम हमारे पवित्र आत्मा रे शीघ्र कर बाइबल देखो कि छोड़ अलग लिखाई जे भी देखि कुह शीघ्र विलंब कर नहीं।
ଆଉ କିଛି ଗୋଟେ କଥା ଲେଖା ହେଇଛି ଧୀରେନ୍ ବାବୁ ଦେଖୁଛନ୍ତି କି ବାପ୍ତିଜିତ ହେବ ବାପ୍ତିଜିତ ହବ ବାପ୍ଟାଇଜ୍ଡ ବାପ୍ତିଜିତ ମାନେ ବୁଡିବା ଏକଦମ ଏଇଟା ପୂର୍ଣ୍ଣ ହେଲା ପ୍ରଥମେ ହେଲା ପବିତ୍ର ଆତ୍ମା ପାଇବା ଗ୍ଲାସ ଖାଲି ହେଇକି ଅଛି ଅଳ୍ପ ଟିକେ 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 ପରଭାସ ଟିକେ ଟିକେ ପରଭାସ ପବିତ୍ର ଆତ୍ମା ପାଇଯାଇଛି ସ୍ୱର୍ଗ ଯିବା ପାଇଁ ସାର୍ ଗ୍ୟାରେଣ୍ଟି ଅଛି ଯେତିକି ଅଧିକ ପାଇବ ସେତିକି ବଢି 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 ଯାଇ ଜଣେ ପୂର୍ଣ୍ଣ ହେଇଗଲା ପୂର୍ଣ୍ଣ ହେଲା ପରେ ଆଉ କଣ କରିବ ଯଦି ଏ ଯୋଉ ପାଣି ଅଛି ଆ ଭିତରେ ପୁରା ବୁଡିଗଲା ସେ ହେଲା ବାପ୍ତିସ୍ମ ଯେତେବେଳେ ଡୁବନ ନେଲା ବେଳେ ଆମେ ପାଣି ଭିତରକୁ ପୁରା ଚାଲିଯାଉ ମାନେ ଆଉ ପବିତ୍ର ଆତ୍ମା ପୁରା କଭର କରୁଥିବେ ଯାହା ସେ ଆଉ କଣ ଯାହାକୁ 4 ପଦ ଲେଖା ହଉଛି ସେଇ ଯୋଉ ଆତ୍ମାଙ୍କୁ ଆମମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଛନ୍ତି ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ପାଇଁ ଏକାନ୍ତ କାମନା କରନ୍ତି Praise the Lord. ଏ ପ୍ରେରିତ ମାନେ ଏ ପାଉଲ ପ୍ରଭୁ ଯୀଶୁଙ୍କର 12 ଜଣ ଶିଷ୍ୟ ମାନେ ଏମାନେ ପ୍ରଥମେ ପବିତ୍ର ଆତ୍ମା ପାଇଲେ 2 ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ ଆଉ 3 ସେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେଲେ ମାଥ୍ୟୁ 3 ପର୍ବର ମଧ୍ୟ ବାପ୍ତିଜକ ଯୋହାନ କହିଲେ ମୁଁ ତମାନଙ୍କୁ ଜଳରେ ବାପ୍ତିସ୍ମ ଦଉଛି ମୋ ଅଧିକ ଶକ୍ତିମାନ ସେ ତମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ମାଥ୍ୟୁ 3 ପର୍ବର 11 ପଦରେ ଏଇଥିପାଇଁ ପ୍ରଭୁଙ୍କର କାର୍ଯ୍ୟ ଅନେକ ପରିମାଣରେ ଆମଠାରେ ଉଣା ରହୁଛି ଶୟତାନ ତାର ଚାତୁରୀ ପ୍ରୟୋଗ କରୁଛି ପବିତ୍ର ଆତ୍ମା ପାଇଛ ପରା କିଛି ଅସୁବିଧା ନାହିଁ ପରଭାଷା କରୁଛ ଏନାଫ ନାହିଁ ଆହୁରି 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 ଆମମାନଙ୍କୁ ବଢିବାକୁ ହବ ଆମେ ବଦଳି ଯିବା ଆଉ ଆମମାନଙ୍କୁ ପାଉଲଙ୍କ ପରି ହବାକୁ ହବ Praise the Lord, hallelujah, hallelujah. ସମସ୍ତ ଲୋକ ପ୍ରଭୁଙ୍କର ପ୍ରଶଂସା କରିବା ପ୍ରଭୁଙ୍କର ଈଶ୍ୱରଙ୍କ ରାଜ୍ୟ ଭୋଜନ ପାନ ନୁହେଁ ମାତ୍ର ଧାର୍ମିକତା ଶାନ୍ତି ଓ ପବିତ୍ର ଆତ୍ମାରେ ଆନନ୍ଦ ପ୍ରଭୁଙ୍କ ପାଇଁ ଈଶ୍ୱରଙ୍କ ପାଇଁ ତାଙ୍କ ରାଜ୍ୟ ନିମନ୍ତେ ପ୍ରଭୁ ଧାର୍ମିକତାରେ ମଧ୍ୟ ଉଦ୍ଯୋଗୀ କରିଛନ୍ତି ତେଣୁ ଆମେ ଆଜି ଏହି ସ୍ଥାନରେ ଅଛୁ ଯେହେତୁ ଯୀଶୁ ଆମମାନଙ୍କୁ ପ୍ରେମ କରିଛନ୍ତି ଆଉ ତାଙ୍କର ପୂର୍ବ ନିରୂପିତ ସଂକଳ୍ପ ଅନୁସାରେ ଆମମାନଙ୍କୁ ଆହ୍ୱାନ କରିଛନ୍ତି ଆମମାନଙ୍କୁ ଏକ ବିଶେଷ ଦାୟିତ୍ୱ ଦେଇଛନ୍ତି ଈଶ୍ୱରଙ୍କ ରାଜ୍ୟ ତାଙ୍କ ଧାର୍ମିକତା ଅନ୍ୱେଷଣ କରିବା ପାଇଁ ତାଙ୍କ ରାଜ୍ୟ ବୃଦ୍ଧି କରିବା ପାଇଁ ଦୃଢ ଗଡ଼ ଭୂମିସାତ କରିବା ପାଇଁ এই সমস্ত অনেক বিষয় ଆମ ପାଇଁ ଅସମ୍ଭବ ହେଇପାରେ ମାତ୍ର ବିଶ୍ୱାସୀ ପକ୍ଷରେ ସବୁ ସମ୍ଭବ ହବ ସେତେବେଳେ ଯେତେବେଳେ ଆମେ ପବିତ୍ର ଆତ୍ମା ପ୍ରାପ୍ତ ହବା ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହବା ପବିତ୍ର ଆତ୍ମାରେ ଆମେ ବାପ୍ତିଜିତ ହବା ଆମକୁ ଜଗତ ଓଲଟ ପାଲଟ କରିବାକୁ ହବ ସେଇଟା ସମ୍ଭବ ଅସମ୍ଭବ ନାହିଁ এই জগৎ এই গজপতি ওলট পালট হব ওড়িশা ওলট পালট হব ভারত ওলট পালট হব জগৎ ওলট পালট হব ସେମାନେ କହିଛନ୍ତି ଆମେ କାହିଁ କରିପାରିବା ନାହିଁ ତାହା ହଉଛି ତାହା ହେଇ ଚାଲିଛି ଆଉ ଆମକୁ ଆଗକୁ ଯିବାକୁ ଆଉ ଗୋଟିଏ ଗୀତ ଗାଇକି ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ କର ଗୀତ ଗାଅ ତାଳି ମାର ନାଚ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ କର ଯେଉଁଠି ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା ପ୍ରଭୁ ଆମମାନଙ୍କର ବନ୍ଧନ ଖୋଲିଦେବେ ପାପ କ୍ଷମା କରିବେ ରୋଗ ସୁସ୍ଥ କରିବେ ଆଶ୍ଚର୍ଯ୍ୟ କର୍ମ କରିବେ ଈଶ୍ୱର ଆଉ ବିଶ୍ୱାସ ହେଲେ ତାଙ୍କର ସନ୍ତୋଷ ମାତ୍ର ଅସମ୍ଭବ ଈଶ୍ୱର ଅଛନ୍ତି ଆଉ ଯୋଉମାନେ ତାଙ୍କର ଅନ୍ୱେଷଣ କରନ୍ତି ସେ ସେମାନଙ୍କର ପୁରସ୍କାର ଦାତା ଯୋଉମାନେ ଯତ୍ନ ତାଙ୍କର ଅନ୍ୱେଷଣ କରନ୍ତି ସେ ସେମାନଙ୍କର ପୁରସ୍କାର ଦାତା ଏହା ତାଙ୍କ ନିକଟକୁ ଆସିବା ଲୋକର ବିଶ୍ୱାସ କରିବା ଦରକାର ହାଲେଲୁୟା ପୂର୍ଣ୍ଣ ବିଶ୍ୱାସର ସହିତ ପ୍ରଭୁଙ୍କର ନିକଟ ପ୍ରଭୁ ଯୀଶୁ ସ୍ୱୟଂ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ଏଇଟା ଆମେ କୌଣସି ଜାଗତିକ କାର୍ଯ୍ୟ କରୁନାହୁଁ
ହାଲେଲୁୟା ସେଦିନ ଯେପରି ଯୀଶୁଙ୍କ ଅବସରରୁ ଆଉ ଝାଳ ଘନ ରକ୍ତ ଟୋପା ପରି ପଡୁଥିଲା ଆମର ମଧ୍ୟ ଝାଳ ବହୁଛି ବର୍ତ୍ତମାନ ମୋର ବି ଝାଳ ବହୁଛି Hallelujah. ହାଲେଲୁୟା ଇଦାର ଭାଷା କାଲାରାମା ପ୍ରଭୁଙ୍କର ବାକ୍ୟ ପ୍ରଚାର କରି ପ୍ରାର୍ଥନା କରି ଗୀତ ଗାଇ ଏ ସବୁ ପରିଶ୍ରମ ମାନଙ୍କର କେବେ ନିଷ୍ଫଳ ହବ ନାହିଁ ଖ୍ରୀଷ୍ଟଙ୍କର ଆମେ ନୂତନ ସୃଷ୍ଟି ପରିଣତ ହେଇଯିବା ପୁରାତନ ସବୁ ନୂତନ ହେଇଯିବ ଆମର ଜୀବନ ସେବା କାର୍ଯ୍ୟ ବଦଳିଯିବ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଗ୍ଲୋରି ଟୁ ଗଡ୍ ଏବଂ ଆମର ନାନା ବନ୍ଧନ କରି ତାଙ୍କ ଇଚ୍ଛା ଅନୁସାରେ ପ୍ରଭୁ ଆମର ପାଇଁ ଆଶ୍ଚର୍ଯ୍ୟ କର୍ମ କରିବେ ଗୋଟେ ଗୀତ ବୋଲିବା ଆନନ୍ଦରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ ଗାଇ ହାତ ତାଳି ଦେଇକି ନାଚିକି ଆନନ୍ଦ ଆନନ୍ଦ କିପରି କହିବି କେତେ ଆନନ୍ଦ
পরিপূর্ণ করো, পবিত্র আত্মারে বাপ্তিস্ম করো প্রভু। ও প্রভু আত্মার মানে পাগল হବାକୁ ଚାହୁଁଛୁ, ପାଉଲଙ୍କ ପରି ପାଗଳ ହବାକୁ ଆମେ ଚାହୁଁଛୁ। ତାଙ୍କୁ ସେଇ ଶାସନକର୍ତ୍ତା ମାନେ କହିଲେ, ପାଉଲ ବହୁ ବିଦ୍ୟା ତୁମକୁ ପାଗଳ କରିଛି, ଆମେ ସେପରି ପାଗଳ ହବାକୁ ଚାହୁଁ ପ୍ରଭୁ ଯୀଶୁଙ୍କ ନିମନ୍ତେ, ପବିତ୍ର ଆତ୍ମାଙ୍କ ନିମନ୍ତେ, ସତ୍ୟ ବାକ୍ୟ ନିମନ୍ତେ, ଆତ୍ମା ଲାଭ ନିମନ୍ତେ, ମଣ୍ଡଳୀ ଗଢ଼ିବା ନିମନ୍ତେ, ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ପାଇଁ। ହାଲେଲୁୟା, ପ୍ରେଜ ଦ ଲର୍ଡ। କାରଣ ପ୍ରଭୁ ଆମମାନଙ୍କୁ ତୁମେ ଧୂଳିରୁ ଗଢ଼ିଲ, अपना सदृश प्रतिमूर्ति आमन एते प्रेम कल आम तुम जीवन देल प्रभु, तुम्हें क्रूस प्राण तुम्हें देदेल, तुम रक्त तुम्हें देल प्रभु। ओ तुम्हें से कड़ा तुम्हें प्रहारित हल। हालेलुया, किपरि आमने से सब को भूली जीवु। हालेलुया, प्रेज द लॉर्ड। दुई हाथ ऊपर उठेबा। भूली नहीं भूली बिनी केबे तांगोरी बही गले से जे चाली क्रूस को भूली नहीं भूली बिनी परी प्रेम को भूली नहीं भूली बिनी परी प्रेम को भूली नहीं भूली बिनी तांकरी प्रेम को बरी गले से जे चाली कलवरी क्रूस को भूली नहीं भूली बिनी परी प्रेम को भूली नहीं भूली बिनी परी प्रेम को। प्रभु तुम नाम को धन्यवाद धन्यवाद दूचु प्रभु, सब भूली पारू तुमर प्रेम को केबे आमे भूली पारिबु नहीं प्रभु। आमान को तुम्हें दया करो, जेहेतु तुम्हें आमान को निमंते प्राण देइछ, एथिबाई तुम निमंते आमान को बंचिबा को हबो जगत को ओलट पालट करिबा पर्यंत प्रभु आमान को पाउलों को परिहबा को तुम्हें दया करो, आमान को बदली दियो प्रभु, आमान को जीवन बदली जाओ, सभा कार्य बदली जाओ, अनेकों जीवन बदली जाओ, उपस्थित प्रत्येक को आशीर्वाद करो, अभिषेक प्रदान करो, अभिषेक क्षेत्र ज्वाली विनष्ट हो। प्रभु आत्मा सडे स्वतंत्रता मैंने जानू ए स्थान रे पवित्र आत्मा गमनागमन करुछंदी शक्ति युक्त भावरे आमने भाबी न प्रभु ए मुक्ति नगरे एपरि भावरे शक्ति युक्त भावरे तुमरो सभा कार्य दुई दिन हबो बोली ता तुमे चिंता करियो। कारण पास्टर माउरो बेहरा नाम से तुम पाखरे अछंदी, तांको ठारे कौनसी दुख जंत्रणा क्रंदन किछि नै, महा आनंद 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 रे से अछंदी। आमन तो मंडल जो माने सब जाइछन समाने अल्प दिन पर हम मध्य जीवु, मात्र आमन किछि कर्म अछि, आमन तुमे सहाय्य करो, रोग सब सुस्थ करि दियो आमन करो प्रभु। ओ समस्या गुडी करो समाधान होई जाऊ, दुख सब दूर हो जाऊ, आवश्यकता तुम्हें पूर्ण करो, सब तुम इच्छा अनुसार प्रशंसा गौरव जुगे जुगे तुमरी एपर्यंत आमर संगर एकत्र तुम सभा कार्य लगे रखिछ। आउ किछि दिन पर्यंत मो अछि जे दिन तुमे चाहिबो जो जो स्थान मान तुम सभा कार्य अछि से सब मान सब लगे रखो। ए मुक्ति नगर रो समस्त लोकन को प्रत्येक परिवार को विशेष करी मोर से पुत्र निकलास था परिवार को तुम्हें अनुग्रह करो, दया करो। ओ प्रभु समाने आओ प्रभु आओ समाने पूर्व ठारो आउरी अधिक उद्योगी तुम समाने तुम पाइबो आबार को प्रत्येक को जीसु को नाम रे उतार वर्षकाल रवानी खार अवस्था ओ प्रभु धीरेन बाबू को विशेष भाव रे दया करो, पवित्र आत्मा और शक्ति अभिषेक तुम्हें तांको दान करो प्रभु। से तुम पाइ तुम राज्य में से उद्योगी एवं लाभस्वरूप बढ़ते केवल परोक्ष नहीं प्रत्यक्ष भाव रे मध्य तांकर सौभाग्य भी तुम हस्त रे समर्पण करो। आमरे समस्त निज तुम हस्त रे समर्पण करी सुनिल बोली धन्यवाद दे नित्य जीवित प्रभु यीशु ख्रीष्टଙ୍କ नामରେ এই ପ୍ରାର୍ଥନା କରୁଛି आमेन। पुणी समस्त दुई हाथ ऊपर उठेवा। ना तो बल से ना शक्ति से ना तो बल से ना शक्ति से मेरे आत्मा के द्वारा ए पहाड़
ये पहाड़ टल जाएगा ये पहाड़ टल जाएगा ये मेरा आत्मा के द्वार में। पास्टर दानियल आशीर्वाद मागी शेष करो। ଯେତେବେଳେ ପିତା ଈଶ୍ୱରଙ୍କର ପ୍ରେମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ପବିତ୍ର ଆତ୍ମାଙ୍କ ସହଭାଗିତା ପ୍ରଭୁ ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ସବର୍ତ୍ତି ହୁଅନ୍ତୁ। जय यीशु मसीह की जय जय यीशु मसीह की जय जय यीशु मसीह की जय हालेलुया 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 Praise the Lord. Praise the Lord.